ସମସ୍ତଙ୍କୁ ଷ୍ଟଡି ସେଣ୍ଟର ୟୁଟ୍ୟୁବ୍ ଚ୍ୟାନେଲକୁ ୱେଲକମ୍ ପିଲେ। ଯେମିତିକି ବିଗତ ଦିନମାନଙ୍କରେ ମୁଁ ଭିଡ଼ିଓ ଅପଲୋଡ଼ କରିବାରେ ଅସମର୍ଥ ହେଇଛି, ତ ତା ପାଇଁ ମୁଖ୍ୟତଃ ପ୍ରତିକୂଳ ପରିସ୍ଥିତି, ଯେମିତିକି ସମୟର ଯେଉଁଟାକି କୁହାଯାଏ କ'ଣ ନା ପ୍ରତିକୂଳ ପରିସ୍ଥିତି ମାନେ ତମେ ବିଗତ ଦିନମାନଙ୍କରେ ସ୍ରୋତର ଠିକ୍ ଅପୋଜିଟ୍ ସାଇଡ଼୍ରେ ଚାଲିବା ବା ଯେଉଁଟାକି ଅପୋଜିଟ୍ ସାଇଡ଼୍ରେ ପହଁରିବା, ମାନେ ଏଇଭଳିଆ ସିଚୁଏସନ୍ରେ କି କାହାର ଗୋଲ୍ ଆଚିଭ୍ କରିପାରିଛି। ତ ସେ ଯାହା ବି ହେଉ ନା କାହିଁକି କୁହାଯାଏ ଯେ ସମୟ ଠାରୁ ବଡ଼ ଶିକ୍ଷକ କେହି ନାହାନ୍ତି, ସମୟ ବହୁତ କିଛି ଶିଖେଇକି ଯାଏ। ସୋ ମୁଁ ବି ବହୁତ କିଛି ଶିଖିବା ପାଇଁ ପାଇଛି। ତ ବର୍ତ୍ତମାନ ସେ ଯେଉଁ ବିଗତ ଦିନମାନଙ୍କ କଥାକୁ ଛାଡ଼ି ବର୍ତ୍ତମାନ କେମିତି ମୁଁ କନସିଷ୍ଟେନ୍ସି ରଖିବି ତା ଉପରେ ଧ୍ୟାନ ଦେବା ଦରକାର। ବର୍ତ୍ତମାନ ହେଉଛି ଯେଉଁ ଆମର ଏକର୍ଡ଼ିଂ ଟୁ ଜେଟି ସିଲାବସ୍ ଯାହା ବି ତୁମର ରହିଛି ପେପର୍ 1 ଜେଟି ସିଲାବସ୍, ପେପର୍ 1ରେ ଯାହା ବି ସବୁ ସବଜେକ୍ଟ ଅଛି ସେ ସବଜେକ୍ଟର କଣ୍ଟେଣ୍ଟ ସହିତ ସବଜେକ୍ଟ ପେଡାଗୋଜି ମଧ୍ୟ କମ୍ପ୍ଲିଟ୍ ପ୍ଲେଲିଷ୍ଟ ରହିବ ବା କମ୍ପ୍ଲିଟ୍ ଭିଡ଼ିଓ ହେବ। ଯେମିତିକି ଆଜି ଆମେ ଷ୍ଟାର୍ଟ କରିବା କ'ଣ ନା ଇଭିଏସ୍ର ଗୋଟେ ପାର୍ଟ ତୁମର ଯେଉଁଟା ରହିଛି କ'ଣ ନା ଇଭିଏସ୍ରେ ଯେଉଁ ଏନଭାୟରମେଣ୍ଟାଲ ଷ୍ଟଡ଼ିଜ୍ରେ ରହିଛି ସବୁ କ'ଣ ନା ୟୁନିଟ୍ 7ରେ ଅଛି କ'ଣ ନା ଯେଉଁ ଇଣ୍ଟରନାଲ୍ ସିଷ୍ଟମ୍ ଅଫ୍ ହ୍ୟୁମାନ୍ ବଡି जोटा अच्छी तार ये है फास्ट टॉपिक जोटा कि कौन ना रेस्पिरेशन है जोटा श्वसन। मु चेष्टा करुच्ची जमती कि ओडिया सहित इंग्लिश भी प्रत्येक जिनस को भल भाव एक्सप्लेन करने। तो देख पिले श्वसन है श्वसन कौन ना इट इज ए बायोकेमिकल प्रोसेस माने कौन ना जो थी कि कौन हुए ना आम जो पोषण प्रक्रिया द्वारा जो खाद्यटा को आम ग्रहण कर जो खाद्यटा को खाई से आमको कौन मिले। धर ये है आम पाकस्थली आम किसी खाद्य खाइलु ये थी HCl हाइड्रोक्लोरिक एसिड ये ताकू कौन करे ना ग्लूकोज रे परिणत करे बा ग्लूकोज रे भांगे बा सरल शर्करा भांगे। ग्लूकोज रे फॉर्मूला कौन ना C6H12O6 ताकू कन्वर्ट से करे। ये भांगी सारा परे गोटे आसला कौन ना केटाबोलिज्म प्रोसेस। देख जहाँ भी हो शरीर में जो शक्ति तैयारी होची बा जेकोसी लिविंग थिंग्स रो जो प्रोसेस अच्छी ताको आमे कौन कहूचे ना जो शक्ति निर्गतर प्रक्रिया रही ताको आमे मेटाबॉलिज्म कहूचे जो थी कि आमे कौन करुचे ना शक्ति निर्गत होची। ये दुई प्रकार प्रक्रिया रे ही थाए साधारणतः गोटे को आमे कौन कहूचे ना कैटाबॉलिज्म another one is मेटाबॉलिज्म। देखो पिले जो कैटाबॉलिज्म केमती मन रखिबो तमे कटिंग रो कैटाबॉलिज्म। कटिंग मीन्स कौन ना एथिरे जो आमर जो ग्लूकोज रही से कौन करुच्ची ना भांगुची। ये देख जोटा देला जो ग्लूकोज है C6H12O6 सी तापर मुहूर्त को कौन होची ना भांगिकी बा जारण होगी 6टी कार्बन अणु कार्बन डाइऑक्साइड आउ 6टी जल अणु ता सहित कौन ना 38 ATP बा शक्ति बुझीगला पे से भाया ये है कौन ना मेटाबॉलिज्म प्रोसेस। यार गोटे भल एग्जांपल है कौन ना जो 20टी अमीनो एसिड रु गोटे प्रोटीन फॉर्मेशन होची जो प्रोटीन फॉर्मेशन होची से प्रोटीन पाई 10टी अमीनो एसिड आम बॉडी रे थाए आउ 10टी हमको खाद्य सह खाइबा पाई पड़े। तो ये 10 मिसे 20 हेले 20 रु गोटे से प्रोटीन फॉर्मेशन कला बुझेला पिले आ जो थी कि आम 4.2 किलो कैलोरी रो एनर्जी आम पाउचे। तो ये थिला जो कैटाबॉलिज्म और एनाबॉलिज्म प्रोसेस। देन देख पिले या पाई आम कौन जानूचे जो श्वसन रहा प्रकार देख जो अम्लजान श्वसन मुख्य इनग्रेडिएंट बा जोटा को आम कहे जो दरकारी पदार्थ रही सी है ऑक्सीजन। ऑक्सीजन रो उपस्थिति रे सी कौन होची देख
ନା ଜାରଣ ହେଇକି କ'ଣ ହେଉଛି ବା ଜାରଣ ବା ଦହନ ଘଟିକି ଶକ୍ତି ତା ସହିତ ଅଙ୍ଗାରକାମ୍ଳ ନିର୍ଗତ ହେଉଛି। ତ ଅକ୍ସିଜେନ୍ ଦରକାର। ତ ଏଇ ଅକ୍ସିଜେନ୍କୁ ଆଧାର କରିକି ସାଧାରଣତଃ ଆମର ଶୋଷଣକୁ ଆମେ ଦୁଇ ପ୍ରକାର ବିଭକ୍ତ କରିଛେ। ସେଗୁଡ଼ିକ କ'ଣ କ'ଣ ଦେଖିବା। ତାହେଲେ ଅକ୍ସିଜେନ୍କୁ ଆଧାର କରିକି ଆମେ ଦୁଇ ଭାଗରେ ବିଭକ୍ତ କରିଛେ। କ'ଣ ନା ଏଇଠି ଦେଖ, ଶୋଷଣ ହେଲା ଗୋଟେ କ'ଣ, ଶୋଷଣ ହେଲା ଦୁଇ ପ୍ରକାର କରାଯାଇଛି। ଗୋଟେ ବାୟୁ ଉପଜୀବୀ ଆଉ ଗୋଟେ ହେଲା ବାୟୁ ଉପଜୀବୀ। ବାୟୁ ଉପଜୀବୀ ଉପଯୋଗ କରୁଛି, କାହାକୁ ଉପଯୋଗ କରୁଛି? ଅକ୍ସିଜେନ୍କୁ। ତାହେଲେ ଏଥିରେ କ'ଣ ନା ପ୍ରେଜେନ୍ସ ଅଫ୍ ଅକ୍ସିଜେନ୍। ପ୍ରେଜେନ୍ସ ଅଫ୍ ଅକ୍ସିଜେନ୍। ଆଉ ବାୟୁ ଉପଜୀବୀ ମାନେ କ'ଣ ନା ଏବସେନ୍ସ ଅଫ୍ ଅକ୍ସିଜେନ୍, ଯେଉଁଥିରେ ଅକ୍ସିଜେନ୍ ନାହିଁ। ତ ଆକୁ ଆମେ କ'ଣ କହୁଛେ ନା ଯଦି ଇଂରାଜୀରେ ଏହାର ନାଁକୁ ଆମେ ଦେଖିବା, ଆକୁ କହୁଛେ ଏରୋବିକ୍। ଦେଖ ରେସ୍ପିରେସନ୍, ସାଧାରଣତଃ ରେସ୍ପିରେସନ୍କୁ ଆମେ ଦୁଇ ଭାଗରେ କଲେ ଏକର୍ଡିଂ ଟୁ O2 ଅକ୍ସିଜେନ୍ର ପ୍ରେଜେନ୍ସକୁ ନେଇକି ଦୁଇ ଭାଗରେ କଲେ କ'ଣ କ'ଣ କଲେ ନା ଗୋଟେକୁ କହୁଛେ ଆମେ ଏରୋବିକ୍ ଆଉ ଗୋଟେ କହୁଛେ ଏରୋବିକ୍। ଏରୋବିକ୍ ରେସ୍ପିରେସନ୍ ଆଣ୍ଡ ଏନ୍ଏରୋବିକ୍ ରେସ୍ପିରେସନ୍। ଯେଠିକି ଆମର ଅକ୍ସିଜେନ୍ର ଦରକାର ହେଉଛି ଏଠି ପ୍ରେଜେନ୍ସ, ଆଉ ଏଠି O2ର ଏବସେନ୍ସ, ଏଠି ପ୍ରେଜେଣ୍ଟ ନାହିଁ। ତ ଏଇଭଳିଆ ଭାବରେ ଆମେ ଦୁଇ ଭାଗରେ ତାକୁ ଭାଗ କରିପାରିବା, ଯେଉଁ ଅକ୍ସିଜେନ୍ର ପ୍ରେଜେନ୍ସକୁ ନେଇକି ଆଉ ଏବସେନ୍ସକୁ ନେଇକି। ଆଉ ଏଇ ଯେଉଁ ଅକ୍ସିଜେନ୍ର ପ୍ରେଜେନ୍ସ, ସାଧାରଣ ଭାବରେ ଆମେ ଯଦି ଦେଖିବା ଏଇ ଅକ୍ସିଜେନ୍ର ପ୍ରେଜେନ୍ସ, ତାହେଲେ ଆମକୁ ଜଣାଗଲା କ'ଣ ନା ଶୋଷଣ ପ୍ରକ୍ରିୟାରେ ଅକ୍ସିଜେନ୍ର ଆବଶ୍ୟକତା ରହିଛି। ଏ ଅକ୍ସିଜେନ୍କୁ ପ୍ରେଜେନ୍ସକୁ ଆଧାର କରିକି ନା ଯେଉଁ ଅକ୍ସିଜେନ୍କୁ ଗ୍ରହଣ କରନ୍ତି ତାକୁ ପୁଣି ଦୁଇ ଭାଗରେ ଆମେ ବିଭକ୍ତ କରିପାରିବା। ଯେଉଁ ତାକୁ କ'ଣ କରିପାରିବା ନା ଡାଇରେକ୍ଟ ଆଉ ଗୋଟେ ହେଲା ଇନଡାଇରେକ୍ଟ। ୟା ବିଷୟରେ ଡିଟେଲରେ ମୁଁ ତୁମକୁ ବୁଝେଇବି, ଡାଇରେକ୍ଟ ଆଉ ଇନଡାଇରେକ୍ଟ କେମିତି। ନା ଯେଉଁଗୁଡ଼ିକ କ'ଣ କରନ୍ତି, ଯେଉଁ ଜୀବମାନେ ବାୟୁମଣ୍ଡଳରୁ ସିଧାସଳଖ ଭାବରେ କ'ଣ କରନ୍ତି ନା ଅକ୍ସିଜେନ୍କୁ ନିଜ ଭିତରେ ବିଶରଣ କରିଥାନ୍ତି ବା ଡିଫ୍ୟୁଜନ୍ ଯାହାକୁ କହୁଛେ। ଆଉ ଇନଡାଇରେକ୍ଟ ରେସ୍ପିରେସନ୍ କ୍ଷେତ୍ରରେ କ'ଣ ହୁଏ ନା ଆମକୁ ଗୋଟେ ଅର୍ଗାନ୍ର ଦରକାର ପଡ଼େ ବା ରେସ୍ପିରେଟରୀ ଅର୍ଗାନ୍ ମାନଙ୍କର ଦରକାର ପଡ଼ିଥାଏ। ବୁଝିଲା ପିଲେ? ତ ଦେଖ ବାୟୁ ଉପଜୀବୀ ଆଉ ବାୟୁ ଅପଜୀବୀ ଶୋଷଣ ଆମେ ଏଥିରେ ଜାଣିଲେ କ'ଣ ହେଉଛି ନା ଦେଖ ବର୍ତ୍ତମାନ ଏଇ କୋଷୀୟ ଶୋଷଣକୁ ଆମେ ଯିବା ନାହିଁ, ସିଧା ଆମେ କ'ଣ କରିବା ନା ଯେଉଁ ଆମେ ତ ଜାଣିଦେଲେ ଯେଉଁ ରେସ୍ପିରେସନ୍ ପାଇଁ ଆମକୁ ଅକ୍ସିଜେନ୍ର ଆବଶ୍ୟକତା ରହିଛି। ତ ସେ ଅକ୍ସିଜେନ୍ର ଆବଶ୍ୟକତା ଏଇ ଅକ୍ସିଜେନ୍କୁ ଆମେ ଗୋଟେ ଏବେ କ'ଣ ଜାଣିଲେ, ଯେଉଁ ଅକ୍ସିଜେନ୍ର ପ୍ରେଜେନ୍ସ ଆଉ ଏବସେନ୍ସ ହିସାବରେ ଆମେ ରେସ୍ପିରେସନ୍କୁ ଦୁଇ ଭାଗରେ କଲେ, ଏରୋବିକ୍ ଆଣ୍ଡ ଏନ୍ଏରୋବିକ୍ ରେସ୍ପିରେସନ୍ କଲେ। ଆଉ କ'ଣ କଲେ ନା ଏଇ ଯେଉଁ ଏରୋବିକ୍ ରେସ୍ପିରେସନ୍ ବର୍ତ୍ତମାନ ଯେଉଁଥିରେ କି ଅକ୍ସିଜେନ୍ ପ୍ରେଜେଣ୍ଟ ରହିକି ଯେଉଁ ରେସ୍ପିରେସନ୍ଟା ହେଉଛି, ସେଇ ରେସ୍ପିରେସନ୍ଟାକୁ ଆମେ କ'ଣ କଲେ ନା ଡାଇରେକ୍ଟ ଆଉ ଇନଡାଇରେକ୍ଟ। ଡାଇରେକ୍ଟଲି କେଉଁମାନଙ୍କ ଦ୍ୱାରା ହେଉଛି ସେଇଟା ଜାଣିବା, ଆଉ ଇନଡାଇରେକ୍ଟଲି କେଉଁମାନଙ୍କ ଦ୍ୱାରା ହେଉଛି ସେଇଟା ଜାଣିବା। ତାପରେ ଆମେ ତାର ଫର୍ଦର ପ୍ରୋସେସ୍କୁ ଆମେ ଯିବା। ତ ଦେଖ ପିଲେ ବର୍ତ୍ତମାନ ଏଇ ଯେଉଁ ଶୋଷଣଟି ଯେଉଁ ସିଧାସଳଖ ଭାବରେ ଯେଉଁଟା ହେଉଛି ବା ଡାଇରେକ୍ଟ ରେସ୍ପିରେସନ୍ କେଉଁମାନଙ୍କ କ୍ଷେତ୍ରରେ ହେଉଛି ନା ଆମର ଯେଉଁ ଉଦ୍ଭିଦ ମାନେ ରହିଲେ ପ୍ଲାଣ୍ଟସ୍ ମାନଙ୍କ କ୍ଷେତ୍ରରେ। ପ୍ଲାଣ୍ଟସ୍ ମାନେ କ'ଣ କରୁଛନ୍ତି ନା ଏମାନେ ସିଧାସଳଖ ବାୟୁମଣ୍ଡଳରୁ କ'ଣ କରୁଛନ୍ତି। ଦେଖ ଏଠି ତମର ଗୋଟେ ଫିଗର ଦେଇଛି, ଯେଉଁ ପ୍ଲାଣ୍ଟସ୍ ରହିଲେ, ପ୍ଲାଣ୍ଟରୁ ଆମେ ଜାଣିଛେ ଆମେ ରୋଷେଇ ଘର ବୋଲି କାହାକୁ କହୁଛେ, ପତ୍ରକୁ କହୁଛେ। ଏ ପତ୍ର ଭିତରେ ଗୋଟିଏ ପୋର ଅଛି ବା ଯେଉଁଟାକୁ ଆମେ କ'ଣ କହୁଛେ ବା ଗୋଟେ କଣା ଯେଉଁଟା ଦେଖାଯାଉଛି ତାକୁ ଆମେ ଷ୍ଟମ୍ ବା ଷ୍ଟମାଟା କହୁଛେ। ୟା ଥ୍ରୋରେ କ'ଣ ହେଉଛି ଡାଇରେକ୍ଟ ଏକ୍ସଚେଞ୍ଜ ହେଉଛି କ'ଣ ନା ଅକ୍ସିଜେନ୍ ଏପଟକୁ ଆସୁଛି ଆଉ CO2 ବାହାରକୁ ଯାଉଛି। ତାମାନେ ଇଏ ଅକ୍ସିଜେନ୍କୁ ଡାଇରେକ୍ଟଲି ଏପଟକୁ ନେଇ ଆସୁଛି କେଉଁଠି ନା ଡିଫ୍ୟୁଜନ୍। ତ ଏଇଟାକୁ ମୁଁ କ'ଣ କହିଲି ନା ଉଦ୍ଭିଦମାନଙ୍କ କ୍ଷେତ୍ରରେ ଆମର ଡିଫ୍ୟୁଜନ୍ ପ୍ରୋସେସ୍ ବା ଡାଇରେକ୍ଟଲି ଆମେ ବାୟୁମଣ୍ଡଳରୁ ସିଧାସଳଖ ଭାବରେ ଅକ୍ସିଜେନ୍ ପଳେଇ ଆସୁଛି। ଆଉ ସେଇଭଳିଆ କିଛି ସେମିତି କି ଅର୍ଗାନିଜିମ୍ସ ରହିଛନ୍ତି ବା ଯେଉଁ ମାଇକ୍ରୋ ଅର୍ଗାନିଜିମ୍ସ ମାନେ ରହିଲେ, ଯେମିତିକି ତୁମର କିଛି ପ୍ରାଣୀମାନଙ୍କ କ୍ଷେତ୍ରରେ ସେଇଟା ଦେଖାହେଉଛି, ସେଇ ଡିଫ୍ୟୁଜନ୍ ଦେଖାହେଉଛି। ଯେମିତିକି ଜଳଚର ପ୍ରାଣୀମାନଙ୍କ ମଧ୍ୟରେ ଶ୍ୱାସକ୍ରିୟା ସମ୍ପାଦନର ବିଶିରଣ ବା ଡିଫ୍ୟୁଜନ୍ ଯେଉଁଟାକୁ ବିଶରଣ ଯେଉଁଟାକୁ ଆମେ କହୁଛେ ଡିଫ୍ୟୁଜନ୍ ପ୍ରକ୍ରିୟା ମଧ୍ୟରେ ହେଉଥିବା, ଯେମିତିକି କ'ଣ ନା ୟୁନିସେଲୁଲାର ଯେମିତି ଏକକୋଷୀମାନଙ୍କ ପାଖରେ ଦେଖାଯାଉଛି, ଯେମିତିକି ପ୍ରୋଟୋଜୋଆ ହେଇଗଲା, ପେରିଫେରା ହେଇଗଲା, ଆଉ ହାଇଡ୍ରା ହେଇଗଲା,
ए सिଲିଣ୍ଡରଟା ହେଇଗଲା, ଏମାନଙ୍କର ଶ୍ୱାସକ୍ରିୟା ପାଇଁ ନିର୍ଦ୍ଦିଷ୍ଟ ଅଙ୍ଗ ନଥାଏ। ତେଣୁ ଏମାନେ କ'ଣ କରନ୍ତି, ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ସିଧାସଳଖ ଭାବରେ ନେଇଥାନ୍ତି। ତ ସେ ମାନେ ଏମାନଙ୍କ କ୍ଷେତ୍ରରେ ଡିଫ୍ୟୁଜନ୍। ତାହେଲେ ଆମେ ଡିଫ୍ୟୁଜନ୍ କାହା କାହା ପାଖରେ ଦେଖିଲେ, ଉଦ୍ଭିଦମାନଙ୍କ କ୍ଷେତ୍ରରେ ସେ ତାର ପତ୍ରରେ ଥିବା ଷ୍ଟମ୍ ବା ଷ୍ଟମାଟା ଦେଇକି ଏନଭାରମେଣ୍ଟରୁ ତାର ଯେଉଁ ଏଠି ହେଲା ଷ୍ଟମାଟା, ଏଇ ଷ୍ଟମାଟାରୁ ଆମେ କ'ଣ କରୁଛି ନା ଏନଭାରନମେଣ୍ଟରୁ ସିଧାସଳଖ ଭାବରେ ସେ କ'ଣ କରୁଛି ନା ଅକ୍ସିଜେନକୁ ସେ ଗ୍ରହଣ କରିନେଉଛି। ଆଉ ସେ କ'ଣ କରୁଛି ନା ତାର କୋଷମାନଙ୍କ ପାଖକୁ ସେଇଠୁ ସେ ପଠାଇ ଦେଉଛି। ତ ଏଇଭଳିଆ ଭାବରେ ଡିଫ୍ୟୁଜନ୍ କ୍ଷେତ୍ରରେ ଦୁଇ ଜାଗାରେ ଦୁଇଟା ସ୍ଥାନରେ ଆମେ ଦେଖିବା ପାଇଁ ପାଇଲେ। କେଉଁମାନଙ୍କ ପାଖରେ ନା ଉଦ୍ଭିଦମାନଙ୍କ ପାଖରେ ଦେଖୁଛେ, ଆଉ ପ୍ରାଣୀମାନଙ୍କ ପାଖରେ ବି କିଛି କିଛି ଯେଉଁ ଆମର ମାଇକ୍ରୋ ଅର୍ଗାନିଜମ୍ ରହିଛନ୍ତି ଯେଉଁମାନେ ୟୁନିସେଲୁଲାର, ସେମାନଙ୍କ ପାଖରେ ଆମେ ଦେଖିବା ପାଇଁ ପାଇଲେ। ବର୍ତ୍ତମାନ ରହିଲେ ନା ଆଉ କିଛି କ'ଣ ନା ଯେଉଁ ଏମାନେ ଜଳରେ ଦ୍ରବୀଭୂତ ଯେଉଁ ଆମର ରହିଛି ସବୁ ଅମ୍ଳଜାନ, ତାକୁ ସେମାନେ କ'ଣ କରନ୍ତି, ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ସେମାନେ ସିଧାସଳଖ ଗ୍ରହଣ କରି ନଥାନ୍ତି। ଯେମିତିକି ଦେଖ ସିଧା ଯେମିତିକି ଜିଆ ହେଇଗଲେ, ଜକ ହେଇଗଲେ, ବେଙ୍ଗ ହେଇଗଲା, ତାପରେ ଚର୍ମ ଦ୍ୱାରା ଏମାନେ କ'ଣ କରନ୍ତି ନା ଏମାନଙ୍କ ପାଇଁ ଗୋଟେ ରେସ୍ପିରେଟରୀ ଅର୍ଗାନ ଯିଏକି ସ୍କିନ୍, ବା ଦେଖ ଏଇ ଯେଉଁ ଜିଆ ବା ବେଙ୍ଗ, ଜୋକ, ଏମାନଙ୍କର ଗୋଟେ ରେସ୍ପିରେଟରୀ ଅର୍ଗାନକୁ ଆମେ କ'ଣ କହୁଛେ ନା କ୍ୟୁଟିକିଲ୍। ଏମାନେ ଗୋଟେ ରେସ୍ପିରେଟରୀ ଅର୍ଗାନ ଏମାନଙ୍କର ଯେଉଁଟା ସ୍କିନ୍ରେ ଥାଏ, ଯେଉଁଟାକୁ ଆମେ କ୍ୟୁଟିକିଲ୍ସ ବୋଲି କହୁଛେ, ଯେଉଁଥିରେ କି ସେମାନେ କ'ଣ କରନ୍ତି ନା ଅକ୍ସିଜେନକୁ ନିଜର ବଡ଼ି ଭିତରକୁ ନିଅନ୍ତି। ତ ସେଇଭଳିଆ ଭାବରେ ୟାକୁ ଆମେ ଦେଖିଲେ କ'ଣ ନା ବିଭିନ୍ନ ଯେଉଁ ଅଙ୍ଗ ସବୁ ଦେଖିଲେ ରେସ୍ପିରେଟରୀ ଅର୍ଗାନ୍ସ ମାନଙ୍କ ଭିତରେ କରୁଥିବା ଏ ବେଙ୍ଗ ପ୍ରମୁଖ, ଯିଏକି ବେଙ୍ଗମାନଙ୍କ ବିଷୟରେ ପଢ଼ିବା ଗୋଟେ ଏଭଳିଆ ଜୀବ ଯେଉଁ ଯିଏକି ଗିଲ୍ସ ମାଧ୍ୟମରେ ବି, ଆଉ ସ୍କିନ୍ ମାଧ୍ୟମରେ, ଏବଂ ଯେଉଁ ତାର କ'ଣ ନା ଯେତେବେଳେ ତାର ବିଭିନ୍ନ ତାର ଗ୍ରୋଥର ସବୁ ଷ୍ଟେଜ୍ ଅଛି, ସେଇ ଷ୍ଟେଜ୍ ମାନଙ୍କରେ ସେ ଭେରାଇଟିଜ୍ ଅଫ୍ ୱେରେ ସିଏ ରେସ୍ପିରେସନ୍ କରିଥାଏ, ହେଲା କି। ତା ବିଷୟରେ ଆମେ ଡିଟେଲ୍ସରେ ଦେଖିବା ସେଇ ପାର୍ଟିକୁଲାର ଗୋଟିଏ ବିଷୟରେ। କିନ୍ତୁ ତା ପୂର୍ବରୁ ଆମେ ଦେଖିବା ନା କୀଟପତଙ୍ଗ ଯେଉଁ ଯେତେ ସବୁ ରହିଲେ, ସେମାନେ କ'ଣ କରିଥାନ୍ତି ନା କୀଟପତଙ୍ଗ ଯେମିତିକି ଆମର ହେଇଗଲା ପ୍ରଜାପତି ହେଇଗଲା, କେଟ୍ରପିଲର ହେଇଗଲା, ଏମାନଙ୍କର ଗୋଟେ ଥାଏ ଯେଉଁ ରେସ୍ପିରେଟରୀ ଅର୍ଗାନ ଯେଉଁଥିରେ କି ସେମାନେ ଅକ୍ସିଜେନକୁ ବଡ଼ି ଭିତରକୁ ଏଣ୍ଟର କରାନ୍ତି, ଯେଉଁ ସ୍ପାଇରାକିଲ୍ସ ଯାହାକୁ ଆମେ କହୁଛେ ବା ଶ୍ୱାସରନ୍ଧ୍ର ବୋଲି କହୁଛେ, ମଧ୍ୟ ଦେଇକି ଅମ୍ଳଜାନ ସେମାନେ ଶରୀର ଭିତରକୁ ପ୍ରବେଶ କରାନ୍ତି। ସେଇ କ୍ଷେତ୍ରରେ କିଛି ଜଳଚର ଜୀବମାନେ ଏମିତି ରହିଲେ ଯେମିତିକି ଚିଙ୍ଗୁଡ଼ି, କଙ୍କଡ଼ା, ଗଣ୍ଡା, ଗେଣ୍ଡା ଆଉ ଶାମୁକା, ଏଇସବୁ ମାନେ କ'ଣ ନା ସେମାନଙ୍କର ଗିଲ୍ସ ବା ଗାଲି ଦ୍ୱାରା ସେମାନେ ଶ୍ୱାସକ୍ରିୟା କରିଥାନ୍ତି। ଏବଂ ଏମାନଙ୍କ ଠାରୁ ଭିନ୍ନ, ଯେମିତିକି ଏହା ମାଛ ଗାଲି ଠାରୁ ଟିକେ ଭିନ୍ନ ଥାଏ ଦେଖିବା ପାଇଁ। ସେଭଳିଆ କିଛି ରେପ୍ଟାଇଲ୍ସ ହେଇଗଲେ, ଯେମିତିକି ସାପ ହେଇଗଲା, ପାରା ହେଇଗଲା, ବା ଇଏ ସବୁ ବାର୍ଡ଼ସ୍ ମାନଙ୍କ ଭିତରେ ଗଲେ, ରେପ୍ଟାଇଲ୍ସ ମାନଙ୍କ ଭିତରେ ସାପ ଗଲା, ଲିଜାର୍ଡ଼ ଗଲା, ଏଇମାନେ ସବୁ ଗଲେ, ଆଉ ବିରୁଡ଼ି, ଏଇସବୁ ଅନ୍ୟାନ୍ୟ ଏମାନେ କ'ଣ କରନ୍ତି ନା ଲଙ୍ଗସ୍ ଥ୍ରୋରେ, ତାଙ୍କର ରେସ୍ପିରେଟରୀ ଅର୍ଗାନ ହେଲା କ'ଣ ନା ଲଙ୍ଗସ୍। ଏଭଳିଆ ରେସ୍ପିରେଟରୀ ଅର୍ଗାନ ସବୁ ରହିଛି। ତ ଏଇଥିରୁ ଆମେ କ'ଣ ଜାଣୁଛେ ନା ଯେଉଁ ରେସ୍ପିରେସନ୍ ହେଉଛି ସେ ଦୁଇଟା ପ୍ରୋସେସ୍ରେ ହେଉଛି। ପ୍ରଥମେ କ'ଣ ନା ରେସ୍ପିରେସନ୍କୁ ଆମେ ଦୁଇ ଭାଗ କରିଦେଲେ, ଦ୍ୱିତୀୟରେ ଆମେ କ'ଣ କଲେ ନା ସେଇ ଯେଉଁ ଏରୋବିକ୍ ଆଉ ଏନ୍ଏରୋବିକ୍ରୁ ଦେଖିଲେ, ଏରୋବିକ୍ରେ କ'ଣ ହେଲା, ଯେଉଁ ଅକ୍ସିଜେନର ପ୍ରେଜେନ୍ସରେ ହେଲା, ସେଇ ଅକ୍ସିଜେନଟାକୁ ବିଭିନ୍ନ ଯେଉଁ ଲିଭିଂ ଥିଙ୍ଗସ୍ ମାନଙ୍କର ବା ପ୍ଲାଣ୍ଟ କ୍ଷେତ୍ରରେ କେଉଁ ପ୍ରକାର ସେ ଅକ୍ସିଜେନଟାକୁ ବଡ଼ି ଭିତରକୁ ଆମେ ଏଣ୍ଟର କରାଉଛେ। ତାପରେ ଏଇ ଅକ୍ସିଜେନ ବଡ଼ି ଭିତରକୁ ଏଣ୍ଟର କଲା ପରେ ଫର୍ଦର ପ୍ରୋସେସ୍ ଆମର ସେଲ୍ ଭିତରେ କଣ୍ଡକ୍ଟ ହୁଏ। ତ ବର୍ତ୍ତମାନ ଦେଖିବା ଆମେ ଯେଉଁ ବର୍ତ୍ତମାନ କ'ଣ ନା ଜୈବିକ ଜାରଣ ବା ବାୟୋଲୋଜିକାଲ ଅକ୍ସିଡେସନ୍ ଯେଉଁଟାକୁ ଆମେ କହୁଛେ, ହେଲା, ଅମ୍ଳଜାନର ଦହନରେ ସହାୟକ ଆମେ ଜାଣୁ, ଦହନ ବେଳେ ତାପ ଶକ୍ତି ଉତ୍ପନ୍ନ ହୋଇଥାଏ। ଜୀବ ଶରୀରରେ କ'ଣ ହେଇଥାଏ ନା ଯାହାକୁ ଆମେ କ'ଣ ବାୟୋଲୋଜିକାଲ, ମୁଁ ଷ୍ଟାର୍ଟିଂରୁ ତୁମକୁ କହିଛି ଯେ ଇଟ୍ ଇଜ୍ ଏ ବାୟୋକେମିକାଲ ପ୍ରୋସେସ୍। ସୋ ଏଠି କ'ଣ ହେଉଛି ନା ବାୟୋଲୋଜିକାଲ ଅକ୍ସିଡେସନ୍, ଯେହେତୁ ଅକ୍ସିଜେନର ପ୍ରେଜେନ୍ସରେ ହେଉଛି, ତେଣୁ ଆମେ ଏହାକୁ ଅକ୍ସିଡେସନ୍ ବୋଲି କହୁଛେ। ଆଉ ଯାହା ଥ୍ରୋରେ କ'ଣ ହେଉଛି ନା ଏଟିପି ଫର୍ମେସନ୍ ହେଉଛି, ଆଉ ଏଇ ଏଟିପି କ'ଣ ନା ଶକ୍ତି ମୁଦ୍ରା ଆକାରରେ ସଞ୍ଚିତ ହେଇକି ସେଲ୍ମାନଙ୍କ ପାଖରେ ରହୁଛି, ଆଉ ଏବଂ ଆମର ଦରକାର ସମୟରେ ବିଭିନ୍ନ କୋଷମାନଙ୍କର ଯେଉଁ କାର୍ଯ୍ୟ କରିବା ସମୟରେ ୟାକୁ ସେମାନେ ବ୍ୟବହାର କରୁଛନ୍ତି। ଆଉ ଦେଖ ଏଇଠି ଗୋଟେ ସର୍ଟ କ୍ୱେଶ୍ଚନ୍ ବା ଗୋଟେ ସର୍ଟ ନୋଟ୍ ଭଳିଆ ପଚାରିବାର ବି ସମ୍ଭାବନା ଥାଏ, ଯେଉଁ ଏଟିପି
एटीपी को आम कौन कहे शक्ति मुद्रा बा जो एनर्जी करेन्सी आपको कौन कहे एटीपी को शक्ति मुद्रा बा एनर्जी करेन्सी ऑफ द बॉडी एटा कहले आउ यार फुल फॉर्म हैला एडिनोसाइन ट्राई फॉस्फेट एटीपी रो फुल फॉर्म या विषय में डिटेल्स रे कहबी तुम मानू जो पढ़ेबी तो ये थिला कौन ना केमती कि आमर कौन होची ना ऑक्सीजन टा बॉडी भीतर को एंटर कराउची जे रेस्पिरेशन रो मुख्य जो इनग्रेडिएंट बा जोटा को आमे सबस्टेट बोली कहूचे सबस्टेट बोली कहूचे सी है ऑक्सीजन ऑक्सीजन बॉडी भीतर को एंटर कला परे कौन कौन होची सब देखिबा बॉडी हो विभिन्न लिविंग थिंग जेमति प्लांट मान को क्षेत्र रे केमती होची एनिमल्स मान को क्षेत्र रे केमती होची से विषय रे तो आमे जानिले वर्तमान कौन करा जिवो ना देखिबा हमें ए जो शोषण रे कौन होची ना कोषीय शोषण रो आधार वर्तमान देखिबा हमें कोष क्षेत्र रे आमे देखिदेले जेहेतु हमर एटा कौन ना तुमर सिलेबस अनुसार रही जो रेस्पिरेशन इन ह्यूमन बॉडी ओके जो इंटरनल सिस्टम ऑफ ह्यूमन बॉडी सो रेस्पिरेटरी सिस्टम देछि रेस्पिरेटरी सिस्टम ह्यूमन बॉडी रे को प्रकार रेस्पिरेशन होछि प्रथमत हैला देखो जो कोषीय शोषण आधार रे एटा होछि कोष मध्य रे सेल मध्य रे हिता पिले आमे सेल कोन जानिछे ना इट इज द स्मॉलेस्ट यूनिट ऑफ सेल बॉडी सॉरी इट इज द स्मॉलेस्ट यूनिट ऑफ बॉडी ये बॉडी रो गोटे बढ़िया स्मॉलेस्ट यूनिट जोटा कि स्मॉलेस्ट लिविंग यूनिट बा जा कहि पारा तमे बा जो जार कि सब प्रकार क्षमता रही निजको रिप्रोडक्शन केमती निजर वृद्धि करिवो आउ निजे केमती तार ग्रो पाई शक्तिर व्यवहार करिवो शक्तिर फॉर्मेशन करिवो माने स्मॉलेस्ट यूनिट ऑफ लाइफ जाको कहा जाए जदि आमे जाका कहूचे सेटा हला सेल बुझिला तो ये जो शोषण रे हमर शक्ति जो फॉर्मेशन हुए से मनुष्यर सेल रे बा शरीर रे ही थाए बा कोष रे ही थाए जो हम कहूचे कोषीय शोषण आधार कोन थाए देखो कोष भितर थिबा जो साइटोप्लाज्म जोटा को हम कहूचे कोष जीवक बा जो जोटा को हम कोष जीवक कहूचे बा साइटोप्लाज्म कहूचे साधारण कथा रे तो ह्यूमन बॉडी रे को प्रकार हिता हम ताको देखिबा देखो वर्तमान ये हला ह्यूमन बॉडी बा बॉडी रहला ये हला सेल बा कोष जो आको आबद्ध करके रही कोष झिली सेल मेम्ब्रेन देन तापर ए भितर सब एमती सब तरल गोटे द्रव्य थाए जहाँ आम कौन कहे कोष रस बा साइटोप्लाज्म एवं आ भितर सब सेल ऑर्गेनेल्स माने रहिले जेमती न्यूक्लियस हे गला ये गला एंडोप्लाज्मिक रेटिकुलम ये गला माइटोकॉन्ड्रिया तो देखो पिले ए जो ऑक्सीजन जोटा हमर आसुची बॉडी रो एंटर करिकी आसुची सी आसिकी एठी ही कोन होची ना साइटोप्लाज्म भीतर को एंटर करूची ए सेल भीतर को एंटर करूची एवं एथिरे कोन होची ना दुईटी प्रोसेस चलची एवं एई प्रोसेस माध्यम रे कोन होची एठी देखो गोटे ग्लाइकोलिसिस एठी जो साइटोप्लाज्म रे फर्स्ट स्टेप जो रेस्पिरेशन रो फर्स्ट स्टेप है ग्लाइकोलिसिस एवं ग्लाइकोलिसिस रो जो प्रोडक्टटा होची से प्रोडक्ट जाई कि न्यूक्लियस सॉरी माइटोकॉन्ड्रिया भीतर को एंटर करूची एवं माइटोकॉन्ड्रिया भीतर पायरुविक एसिड रो पुणी आउ थे गोटे एसिड साइकिल चलुची से एसिड साइकिल आमर एटीपी फाइनल फॉर्मेशन होची तो सेटो जीवा पूर्वरु देखो आमे जानिले जेमती कि एठी कोन जानिले ना प्लांट क्षेत्र रे केमती से कोन करूची ना वायुमंडल रो अम्लजान को सीधा सड़क भाव रे डिफ्यूजन आकार रे नै जाउची किंतु आमे एठी जानिले विभिन्न जो सब जीव माने रहिले बा लिविंग थिंग्स माने रहिले से माने कि को प्रकार रो ऑक्सीजन को निज बॉडी भीतर को एंटर करौछंदी किछि माइक्रो ऑर्गेनिजम्स बा जीव माने एमती रहिले जे माने डायरेक्ट डिफ्यूजन थ्रो रे नेले आउ किछि करो आमे देखिले कोन ना जो मानकर कोन ना गोटे रेस्पिरेटरी ऑर्गन रो आवश्यकता पड़िला
तो देख ह्यूमन क्षेत्र में जेहेतु आम यहाँ ह्यूमन विषय पढ़ुचे ह्यूमन रेस्पिरेटरी ऑर्गन विषय आम ये डिटेल्स टे पढ़ीदे कौन अच्छी ना जो ह्यूमन रेस्पिरेटरी ऑर्गन्स आम देखुचे से ऑर्गन्स मान भर आम कौन देखा ना ये फिगर तो मैंने डिटेल्स बुझीपर ये है कौन ना नासा रंध्र देख प्रथम जो आम कौन करुचे जो आमर रेस्पिरेशन साधारणतः दुईटी प्रोसेस रे होता है ह्यूमन कंडीशन रे दुईटा स्टेप रे होता है गोटे कौन ना स्टेप 1 रे आम कौन करुचे ना निश्वास स्टेप 1 रे आम कौन कले ना आम निश्वास नेले देन स्टेप 2 प्रश्वास ताले कौन हो ना आमर आम जानूचे जो आम वायुमंडल थिबा अम्लजान को आम सीधा सड़क आमर सॉरी प्रश्वास माध्यम आम यहाँ जो ऑक्सीजन नौ आम प्रश्वास माध्यम आ निश्वास माध्यम आम कौन करुचे ताको बाहर को छाड़ी दौचे ऑक्सीजन ना सॉरी आमर CO2 कार्बन डाइऑक्साइड को आम बाहर को छाड़ुचे साधारण भाव में आम रेस्पिरेशन जो प्रोसेस रे जिनसटा को ही आम जाचु किंतु ताको आम डिटेल्स जो देखा कौन हो ना ऑक्सीजन केमती जाऊँगी क्या थ्रू जाऊँगी तो जो रेस्पिरेटरी सब ऑर्गन्स माने रही ह्यूमन बॉडी रे ताको आम वर्तमान टिके ब्रीफली जिनस गुड़ा देखा कौन कौन रेस्पिरेटरी ऑर्गन्स रे आमर ह्यूमन बॉडी रे रही कौन कौन रही देख प्रथम आसला कौन ना रेस्पिरेटरी ऑर्गन रे फास्ट आसला नासारंध्र जहाँ को आम कौन कहे ना नोस्ट्रिल्स बा जो नाक फुड़ा बोली कहे देन तापर एठू एतिक जो जिनसटा रहा को आम कौन कहे नासा पथ ठीक अच्छे नाजाल पासेज नासा पथ देन तापर या कहे फेरिंग्स फेरिंग्स देन या कहे लेरिंग्स ट्राकिया श्वासनली जोटा को आम कहे ट्राकिया तापर आमर तो जानिच फुसफुस दीटा फुसफुस रही गोटे लेफ्ट फुसफुस आ गोटे है आमर लेफ्ट फुसफुस गोटे है राइट फुसफुस दीटा फुसफुस रही लंग्स जहाँ को आम कौन कहे ना लेफ्ट लंग्स राइट लंग्स एवं यही लंग्स को कौन हो ना जो वायु आमर आसूची प्रथमे कौन आसूची जो ऑक्सीजन टाक आम नौचे से नासा रंध्र देकी बा जो नोस्ट्रिल्स देकी नाजाल पासेज देकी सीधा आसूची कौन ना फेरिंग्स देकी जो ग्रसनी जोटा आम कहे देकी कौन लेरिंग्स देकी एठी कौन ना एठी आमर कौन है जो फेरिंग्स परे जो लेरिंग्स रो ठीक तल को आमर कौन है ना एपिग्लोटिस आउ ग्लोटाल जोटा को आम कहे दुई भाग में विभक्त होती गोटे पट को आमर कौन रही ना जो ट्राकिया बा जोटा को आम कौन कहे ना विंड पाइप जोटा को आम विंड पाइप बोली कहे ठीक तार पछपट को आ गोटे रही कौन ना फूड पाइप जोटा कि आमको यही प्रकार क्रॉस सेक्शन में देखा जाऊ नहीं ये जना पड़ूनी डिटेल्स रे किंतु ये भाव में भाग होती तापर कौन है पिले ना देख प्रथमे ऑक्सीजन बा जो वायुटा एंटर करिवो नाजाल पासेज देगी नासापथ देगी से कौन हम ग्रसनी देगी स्वर पेटिका देगी आसबो तापर श्वासनली बा जोटा को आम कहे ट्राकिया ट्राकिया रु आसबो एपट को श्वास नलिका ब्रोंकाई तापर ये जो छोट छोट नली सब देखा या आम कहे ब्रोंक्यूल्स या देकी गोटे कटोरिका बा जोटा को आम कौन कहे एल्वियोल बा ये सब छोट छोट एमती जालीदार गोटे रही सब थली भाया जिनस जो थी कि आसिकी कौन हो ना ऑक्सीजन पहुँचुची आ ऑक्सीजन ये पहुँचवा पर कौन हो ना
ୟାକୁ ଘେରିକି ରହିଥିବା ଯେଉଁ ସବୁ ଛୋଟ ଛୋଟ କେପିଲାରିଜ୍ ବା ସବୁ ରକ୍ତ ନଳିକା ଯେଉଁ ସବୁ ରହିଛନ୍ତି ଛୋଟ ଛୋଟ, ଏମାନେ କ'ଣ କରୁଛନ୍ତି, ରକ୍ତରେ ଥିବା Hg ବା ହିମୋଗ୍ଲୋବିନ୍ ଏମାନଙ୍କୁ ଏଇ ଅକ୍ସିଜେନକୁ ଧରିକି ସବୁ ସେଲ୍ମାନଙ୍କ ପାଖକୁ ଯାଉଛି। ତ ଦେଖିବା, ଇଏ ଥିଲା ଖାଲି ଏମିତି ନର୍ମାଲ୍ ଏକ୍ସପ୍ଲାନେସନ୍। ଡିଟେଲ୍ସରେ ଆମେ ୟା ବିଷୟରେ ବୁଝିଦେବା କ'ଣ କ'ଣ ଅଛି। ଦେଖ, ତାହେଲେ ମନୁଷ୍ୟ ଶରୀରରେ ଶ୍ୱେତସାର ଶ୍ୱାସତନ୍ତ୍ରର ବିଭିନ୍ନ ଅଂଶ ରହିଛି। ସେଗୁଡ଼ିକ କ୍ରମାନୁସାରେ ଯେମିତି ଦେଇଦେଲା, ହେଇଗଲା ନାସାରନ୍ଧ୍ର ବା ଯେଟାକି ନଷ୍ଟ୍ରିଲ୍ କହୁଛେ, ନାସାପଥ ନାଜାଲ୍ ପାସେଜ୍, ଗ୍ରୋସନି ଯେଟାକୁ ଆମେ ଫେରିଂସ୍ କହୁଛେ, ତାପରେ ଆସିଲେ କ'ଣ ନା ଶ୍ୱାସନଳିକା ଯେଉଁଟାକୁ ଆମେ ଲେରିଂସ୍ କହୁଛେ, ତାପରେ ଏଇ ଶ୍ୱାସନଳୀ ଯେଉଁଟାକୁ ଟ୍ରାକିଆ କହୁଛେ, ଆଣ୍ଡ ଶ୍ୱାସନଳିକା ଯେଉଁଟାକୁ ବ୍ରଙ୍କିଓଲ୍ସ, ଶ୍ୱାସନଳିକା ବ୍ରଙ୍କାଇ, ଶ୍ୱାସନଳିକା ହେଲା ବ୍ରଙ୍କିଓଲ୍ସ, ଆଣ୍ଡ ଫୁସ୍ଫୁସ୍ ଲଙ୍ଗସ୍ ଏଇଭଳିଆ ରହିଛି। ଆଉ ଏଇଟା ତ ମୁଁ ତୁମକୁ ଦେଖେଇଲି କାହା ପରେ କେମିତି ରହିଛନ୍ତି କିଏ। ତାପରେ ଆସିବା, ବର୍ତ୍ତମାନ କ'ଣ ଆସିବା ନା ଯେଉଁ ଏଲଭିଓଲ। ଇଏ ଦେଖ ପିଲେ, ଏଲଭିଓଲର ଚିତ୍ର ଦେଖାଉ, ଯେଉଁଟା କଟରିକା ଆମେ କହୁଛେ ଏଲଭିଓଲ। ଯେତେବେଳେ O2 ଆସୁଛି, ଦେଖ ଏଇଠି ହେଲା ଧମନୀ, ଇଏ ହେଲା ଶିରା, ହେଲା ଧମନୀଟା ହେଲା କ'ଣ ଭେନ୍, ଇଏ ହେଲା ଆର୍ଟେରୀ, ଯେଉଁଟା ଦେଇକି କ'ଣ ହେଉଛି ନା ବ୍ଲଡ଼ଟା ଆସୁଛି ଆଉ ଭେନ୍ସ ଥ୍ରୋରେ ଏଠୁ ବାହାରି ଯାଉଛି, ହେଲା କି। ଦେଖ, ଏଇଟା ତୁମର ଆକ୍ଚୁଆଲି ଯେଉଁ ଭେନ୍ସ ଆଉ ଆର୍ଟେରୀ ଥ୍ରୋରେ ଯେଉଁଟା ଆସୁଛି ବ୍ଲଡ଼ଟା, ଏଠି ଟିକେ ଚେଞ୍ଜେସ୍ ଅଛି ପିଲେ। ଯେମିତିକି ତୁମର ହାର୍ଟରୁ କାହା ପାଖରୁ ହାର୍ଟରୁ ଯାଉଥିବା, ଦେଖ ଏକ୍ସେପସନାଲ୍ କେସ୍ ଦୁଇଟା ଥାଏ। ଗୋଟେ ଥାଏ ହାର୍ଟ ଟୁ ଲଙ୍ଗସ୍। ଆକ୍ଚୁଆଲିରେ ହାର୍ଟ ଟୁ ଲଙ୍ଗସ୍ ଯେଉଁଟା ଆସୁଛି ତାକୁ ଆମେ କ'ଣ କହୁଛେ ନା ହାର୍ଟରୁ ଆର୍ଟେରୀ, ହାର୍ଟରୁ ଭେନ୍ସକୁ ଯେତେବେଳେ ଆସୁଛି ସେଟା ହେଲା ଆର୍ଟେରୀରେ ଆର୍ଟେରୀ ବୋଲି କହୁଛେ, ୟାକୁ ଆମେ ପ୍ଲୁମୁନାରୀ ଆର୍ଟେରୀ ବୋଲି କହୁଛେ। ଏ ଯେଉଁ ପ୍ଲୁମୁନାରୀ ଆର୍ଟେରୀ ଗୋଟେ ଏକ୍ସେପସନାଲ୍ କେସ୍, ଯେଉଁଥିରେ କି କ'ଣ ହୁଏ ନା ଯେଉଁ ରକ୍ତଟା ଆକ୍ଚୁଆଲି ଆର୍ଟେରୀରେ ପିଓର ବ୍ଲଡ଼ ଫ୍ଲୋ କରେ, କିନ୍ତୁ ଏଇ ପ୍ଲୁମୁନାରୀ ଆର୍ଟେରୀରେ ଇମ୍ପିଓର ବ୍ଲଡ଼ ଫ୍ଲୋ କରେ। ମାନେ ଏଇଟା ଯେଉଁଟା ଆସୁଛି, ତୁମେ ଜାଣ ଯେଉଁ ଶିରା ଯେଉଁଟା ଲେଖା ହେଲା, ଏଇଟା ଯେଉଁଟା ଆସୁଛି, ଇଏ ହେଲା ଗୋଟିଏ କ'ଣ ନା ଇମ୍ପିଓର ବ୍ଲଡ଼। ଏଇଟା ହେଲା ଡିଅକ୍ସିଜେନେଟେଡ୍ ବ୍ଲଡ଼, ବା ଏଇଟା CO2 ମିଶିକି ରହିଛି ଏ ବ୍ଲଡ଼ରେ, କାର୍ବନ ଡାଇଅକ୍ସାଇଡ଼ ମିଶିକି ରହିଛି। ତ ସିଏ ଏଇ ଭିତରେ ଏଣ୍ଟର କଲା ପରେ ଏଇ ଯେଉଁ କେପିଲାରିସ୍ ଥ୍ରୋରେ ଏଠି କ'ଣ ଅକ୍ସିଜେନ୍ ନେଉଛି, ହିମୋଗ୍ଲୋବିନ୍ ଏଠି ଅକ୍ସିଜେନ୍ ମିଶେଇକି ତାକୁ କ'ଣ କହୁଛି, ଯେଉଁ ଧମନୀ, ଏଇଟା ଭେନ୍ସ। ଏମିତି ତ ଆମ ନର୍ମାଲି ଭେନ୍ସରେ କ'ଣ ହୁଏ ନା ଇମ୍ପିଓର ବ୍ଲଡ଼ ଥାଏ ବା ଡିଅକ୍ସିଜେନେଟେଡ୍ ବ୍ଲଡ଼ ଥାଏ, କିନ୍ତୁ ଏଠି ହେଲା O2 ବା ଅକ୍ସିଜେନେଟେଡ୍ ବ୍ଲଡ଼ ଯାଉଛି କାହା ପାଖକୁ ନା ଆମର ରାଇଟ୍ ଆଟ୍ରିୟମ୍ ପାଖକୁ ଯାଇକି ପହଞ୍ଚୁଛି। ବୁଝିହେଲା ପିଲେ? ତ ଏଇଠୁ ଆମେ ଏଇ ଜିନିଷ ଜାଣି ସାରିଲା ପରେ, ଦେଖ ଏଠି ହେଲା ରକ୍ତ, ଏଠି ରକ୍ତବାହୀ ଜାଲକ ଯେଟା ଦେଲା, ଯେଉଁଥିରେ କେପିଲାରିଜ୍ ଗୁଡ଼ା ଯେଉଁଟା ସବୁ ରହିଛି। ଆଉ କଟରିକାକୁ ଘେରିକି କେମିତି ରହିଛି ଦେଖୁଛ, ଏ ହେଲା କଟରିକା ବା ଯେଉଁଟାକୁ ଆମେ କ'ଣ କହୁଛେ ନା ଆଲଭିଓଲ କହୁଛେ। ଆଉ ଇଏ ହେଲା ଶ୍ୱାସନଳିକା, ହେଲା ସୂକ୍ଷ୍ମ ଶ୍ୱାସନଳିକା। ଆଡ଼େ ତ ଶିରା ଧମନୀ କହିଲି ତୁମକୁ, ଏଠି କଟରିକା ସରିଲା। ତାପରେ ଦେଖ ଡିଟେଲ୍ସରେ ଯେଉଁ ହ୍ୟୁମାନ୍ ରେସ୍ପିରେଟରୀ ଯେତିକି ସବୁ ଅର୍ଗାନ୍ସ ଗୁଡ଼ାକ ରହିଲେ କେମିତି କାମ କରୁଛନ୍ତି ଆଉ ଅକ୍ସିଜେନ୍ କାହା ଥରେ ଯାଉଛି। ପ୍ରଥମେ ହେଲା ନଷ୍ଟ୍ରିଲ୍ସ। ନଷ୍ଟ୍ରିଲ୍ ପାଟିର ଉପରେ ଶ୍ୱାସପଥ ଦ୍ୱାର ଭାଗରେ ଦୁଇଟି ନାସା ରନ୍ଧ୍ର ବା ଯେଉଁଟାକୁ ନାକ ଫୁଡ଼ା ଆମେ କହୁଛେ, ହେଲା। ଏହାଠାରୁ ଏଇ ଯେଉଁ ନାକ ଫୁଡ଼ା ଦେଇକି ଏଣ୍ଟର କରୁଛି। ଦେଖ ପିଲେ, ଯେଉଁଟାକି କ'ଣ ଯେଉଁ ଶ୍ୱାସପଥ ପର୍ଯ୍ୟନ୍ତ ବା ଯେଉଁଟାକି ନାଜାଲ୍ ପାସେଜ୍ ପର୍ଯ୍ୟନ୍ତ ରହିଛି, ନାଜାଲ୍ ପାସେଜ୍ଟା ଯେଉଁ ଆମର ନାକରେ ଯେଉଁ ହାଡ଼ଟା ରହିଛି ତାକୁ ଆମେ କାଟିଲେଜ୍, ଉପସ୍ଥି ଯେଉଁଟାକୁ କହୁଛେ, ହେଲା କି ପିଲେ। କାଟିଲେଜ୍ ମାନେ ସେ ଯେଉଁ ମାନେ ଯେଉଁଟା ଯେଉଁ ବୋନ୍ଟା ନରମ ନରମ ଯେଉଁଟା ଥାଏ ସେଇଟାକୁ ଆମେ କ'ଣ କାଟିଲେଜ୍ କହୁଛେ। ବଟ୍ ଦେଖ ପିଲେ, ଏଇଠି ଗୋଟେ ଥାଏ, ତୁମେ ଜାଣିଥିବ ନା ସିଲିଆ, ସିଲିଆ ଆଉ ଫ୍ଲେଜଲମ୍ ଯେଉଁଟା ଆମେ କହୁଛେ, ଯେଉଁ ନଷ୍ଟ୍ରିଲ୍ସ ରହିଲା ବା ନାଜାଲ୍ ପାସେଜ୍ ରହିଲା, ଏଇ ନାଜାଲ୍ ପାସେଜ୍ ନାସାପଥ ବା ନାଜାଲ୍ ପାସେଜ୍, ନାଜାଲ୍ କେଭିଟି ଯାହା କହୁଛେ,
जो सिलिया जानिଛ ସବୁବେଳେ କ'ଣ ନା ପ୍ରୋକାରିଓଟିକ୍ ଯେଉଁ ସେଲ୍ ମାନେ ଥାଆନ୍ତି ସେମାନଙ୍କ କ୍ଷେତ୍ରରେ ଦେଖାଯାଆନ୍ତି। ସେଲ୍ ମୁଭମେଣ୍ଟ ପାଇଁ ସେମାନଙ୍କୁ ଦରକାର ହେଇଥାଏ। ଯେଉଁ ସବୁ ପ୍ରୋକାରିଓଟିକ୍ ସେଲ୍ ମାନେ ରୁହନ୍ତି ସେମାନଙ୍କ ପାଖରେ ଫ୍ଲେଜୋଲମ୍ ବା ସିଲିଆ ଥାଏ। ତ ଏଇଠି କନଫ୍ୟୁଜନ୍ ଗୋଟେ କରେ କ'ଣ ନା ନାଜାଲ୍ ପାସେଜ୍ରେ ଯେଉଁ ସବୁ ସ୍ମଲ୍ ଟାଇନି ହେୟାର୍ ଲାଇକ୍ ଷ୍ଟ୍ରକ୍ଚର୍ ସବୁ ଥାଆନ୍ତି। ସପୋଜ୍ ଏଇଟା ନାଜାଲ୍, ଇଏ ହେଲା ନାଜାଲ୍ ପାସେଜ୍। ଏଇଠି ଯେଉଁ ସ୍ମଲ୍ ସବୁ ଟାଇନି ହେୟାର୍ ଲାଇକ୍ ଷ୍ଟ୍ରକ୍ଚର୍ ଥାଆନ୍ତି ଆଉ ଇଏ ମ୍ୟୁକସ୍ରେ ଭର୍ତ୍ତି ହେଇକି ଥାଏ। ତ ୟାକୁ କ'ଣ କୁହନ୍ତି ନା ସିଲିଆରି ହେୟାର୍, ବା ଇଏ ହେଲା ଯେଉଁ ଟାଇନି ସବୁ ଡଷ୍ଟ ପାର୍ଟିକେଲ୍ ରହିଲା ବା ଯେତିକି ସବୁ ବ୍ୟାକ୍ଟେରିଆ ମାନେ ରହିଲେ ଯେଉଁ ସବୁ ଏୟାର ଥ୍ରୋରେ କ'ଣ କରନ୍ତି ନା ଏୟାର ଥ୍ରୋରେ ସେମାନେ ଏଣ୍ଟର କରିଯାଆନ୍ତି ନାକକୁ। ତ ସେଇ ଏଇ ମ୍ୟୁକସ୍ ଯେଉଁ ଗୋଟେ ଲାଳ ଲାଳ ଅଂଶ ସବୁ ରହିଥାଏ ଆଉ ତା ସହିତ ଏଇ ଯେଉଁ ଛୋଟ ଛୋଟ ହେୟାର ଲାଇକ୍ ଷ୍ଟ୍ରକ୍ଚର୍ ଥାଏ ଏମାନେ ତାକୁ କେପ୍ଟ କରିନିଅନ୍ତି ଆଉ ସିଏ ଫର୍ଦର ସିଏ ଏଣ୍ଟର କରିପାରେନି। ଯାହାଫଳରେ ପିଓର ଆମର ଅକ୍ସିଜେନ୍ ବା ଏୟାର କ'ଣ କରେ ନା ଫର୍ଦର ସେ ନାଜାଲ୍ ପାସେଜ୍ ଥ୍ରୋ ଦେଇକି ପାସ୍ କରିଯାଏ। ବୁଝିହେଲା ପିଲେ? ଦେନ୍ ସେକେଣ୍ଡଲି ଆମେ କ'ଣ ଦେଖିବା ନା ଏଇଠି ଦେଖ ସେଇ ଜିନିଷଟା ଲେଖିଲା ମ୍ୟୁକସ୍ ମେମ୍ବ୍ରେନ୍ ଗୋଟେ ଥାଏ ଯେଉଁଟା ଦିଆହେଇଥାଏ ମାନେ ଲୈସିକ ଝିଲି ଯେଉଁଟାକୁ କହୁଛେ ବା ଯେଉଁଟାକି କ'ଣ କରେ ନା ମ୍ୟୁକସ୍ ମେମ୍ବ୍ରେନ୍ ବୋଲି ଆମେ ତାକୁ କହୁଛେ। ସିଏ ସବୁ ନାସାପଥ ଦେଇ ବାୟୁ ଗଲାବେଳେ ଧୂଳିକଣା ଓ ଜୀବାଣୁକୁ ସିଏ ମାନେ ପ୍ରତିରୋଧ କରେ ବା ଅଟକେଇ ଦିଏ ହେଲା। ତାପରେ ଆମେ ଆସିବା ସେକେଣ୍ଡରେ କ'ଣ ଆସିବା ଗ୍ରୋସନି ବା ଫେରିଙ୍ଗସ୍ ଯେଉଁଟାକୁ କହୁଛେ ହେଲା। ଏହା ଏକ ପେଶୀବହୁଳ ନଳୀ। ଏହା ନାସାପଥର ଶେଷ ଠାରୁ ନାଜାଲ୍ ପାସେଜ୍ ଠାରୁ ଆରମ୍ଭ କରିକି ଟ୍ରାକିଆ ପର୍ଯ୍ୟନ୍ତ ସିଏ ଲମ୍ବିଥାଏ। ଦେଖ ଏଇଠି ଯେଉଁ ରହିଲା ଇଏ ତାର ସାଇଡ଼୍ରେ ଦୁଇଟା ଟନ୍ସିଲ୍ ରହିଥାଏ। ଏକ ଯୋଡ଼ା ଟନ୍ସିଲ୍ ବା ଯେଉଁଟା ଗ୍ରୋସନି ପଛପଟରେ ଠିକ୍ କାନ୍ଥକୁ ଲାଗିକି ଏଇଟା ରହିଥାଏ ଯେଉଁଟାକୁ ଆମେ କ'ଣ କହୁଛେ ନା ଦେଖ ୟାର ପୁଣି ଦୁଇଟା ନାଁ ଦିଆହେଇଛି। କ'ଣ ଦିଆହେଇଛି? ଯେଉଁଟାକି ଷ୍ଟାର୍ଟ ହେଇଛି ଯେଉଁଟା ପ୍ରଥମରୁ ନାଜାଲ୍ ପାସେଜ୍ ପାଖରୁ ଯେଉଁଟା ଷ୍ଟାର୍ଟ ହେଇକି ଯାଇଛି ତାକୁ ଆମେ ଏଇ ପର୍ସନ୍କୁ କ'ଣ କହୁଛେ ଫେରିଙ୍ଗସ୍, ଯେହେତୁ ଏ ନାକକୁ ଲାଗିକି ରହିଛି ନାଜାଲ୍ ପାସେଜ୍କୁ। ଦେନ୍ ତାପରେ ଯେଉଁ ତଳ ପର୍ସନ୍ଟାକୁ ଯେଉଁଟା ଠିକ୍ ତା ପରକୁ ରହୁଛି ତାକୁ କହୁଛେ ଫେରିଙ୍ଗସ୍, ଯେହେତୁ ଇଏ ନାଜାଲ୍ ପାସେଜ୍ ପରେ ଯେଉଁ ସେଟା ଐସୋଫେଗସ୍ ଯେଉଁଟାକୁ ଆମେ କହୁଛେ ବା ଖାଦ୍ୟ ନଳୀ ଯେଉଁଟାକୁ କହୁଛେ ତାକୁ ଲାଗିକି ରହିଛି ଯୋଗୁଁ ଆମେ ଆକୁ ସେଇଭଳିଆ କହୁଛେ। ଦେଖ ଗ୍ରୋସନିର ଦୁଇଟା ଭାଗ କରାଯାଇଛି। ଗ୍ରୋସନିକୁ ଗୋଟେ ହେଲା ଦେଖ ଠିକ୍ ଗ୍ରୋସନିର ଏଣ୍ଡ ପର୍ସନରେ ଯେଉଁଟାକୁ ଆମେ କହୁଛେ ଲେରିଙ୍ଗସ୍ ବୋଲି ଗୋଟେ ଜିନିଷ ରହିଛି ଯେଉଁଟାକି ଏଠି ମିସିଂ ଅଛି ଲାଇରିଙ୍ଗସ୍। ସେ ଲାଇରିଙ୍ଗସ୍ର ଠିକ୍ ଷ୍ଟାର୍ଟିଂରେ କ'ଣ ହେଇଛି ନା ଗୋଟେ ହେଲା ଗ୍ଲୋଟିସ୍ ଯେଉଁଟାକୁ ଆମେ ଏପିଗ୍ଲୋଟିସ୍ ବୋଲି କହୁଛେ ଯେଉଁଟାକି ଶ୍ୱାସନଳିକା ଦ୍ୱାରକୁ ଯେଉଁଟାକି କ୍ଲୋଜ୍ କରିଥାଏ ଆଉ ଗଲେଟ୍ ଯେଉଁଟାକି ଖାଦ୍ୟ ନଳିକାରୁ କ୍ଲୋଜ୍ କରିକି ଥାଏ। ଆମକୁ ସାଧାରଣତଃ ଏଇଟା ସି ସେପ୍ର ଦେଖିବା ପାଇଁ ମିଳେ। ଯେଉଁଟା ହେଲା ଶ୍ୱାସନଳିକା ସେଇଟା ସି ସେପ୍ର ଦେଖିବା ପାଇଁ ମିଳେ। ଠିକ୍ ତା ପଛକୁ ଥାଏ ଖାଦ୍ୟ ନଳିକା ଯେଉଁଟାକି ଗୋଟେ ମାଂସବହୁଳ ପେଶୀ। ଆଉ ଯଦି ପିଲେ ଦେଖ ଇଏ ଯଦି ସି ସେପ୍ର ହେଇନଥାନ୍ତା ଏଇଟା କାଟିଲେଜ୍ରେ ବା ଉପସ୍ଥିରେ ତିଆରି ହେଇଛି। ଯଦି ଆମେ ଏପଟେ କିଛି ବି ଖାଦ୍ୟ ଖାଉଛେ ଯାହା କିଛି ବି ଏଣ୍ଟର କରୁଛି ସିଏ ଯଦି କିଛି ଅଧିକ ମାତ୍ରାରେ ଆମେ ଅଧିକ ଆମାଉଣ୍ଟର ଖାଇଦେଉଛେ ଇଏ ଏକ୍ସପାଣ୍ଡ କରିପାରିନଥାନ୍ତା, ଆମେ ଖାଦ୍ୟ ଖାଇବାରେ ଆମକୁ ଅସୁବିଧା ହେଇଥାନ୍ତା। ତେଣୁ ଇଏ କ'ଣ ନା ଇଏ ସି ସେପ୍ର ହେଇକି ରହିଲା ତ ଆକୁ ହେଲା କ'ଣ ହେଉଛି ନା ସ୍ପେସ୍ ମିଳିଯାଉଛି ଏଇ ଯେଉଁ ଗଲେଟ୍ ପରେ ଯେଉଁଟା ରହିଲା ବା ଯେଉଁଟା ଐସୋଫେଗସ୍ ଆମେ କହୁଛେ ତାକୁ ସ୍ପେସ୍ ମିଳିଯାଉଛି ଯାହାଫଳରେ ଇଏ ଏକ୍ସପାଣ୍ଡ କରିପାରୁଛି ଆଉ ଖାଦ୍ୟଟି ବହୁତ ସହଜରେ ଆମର କ'ଣ ନା ପାକସ୍ଥଳୀକୁ ପଳେଇ ଯାଇପାରୁଛି। ତ ଦୁଇଟା ଗୋଟେ ଭାଲ୍ଭ ଭଳିଆ ଯେଉଁଟା କାମ କରନ୍ତି ଗୋଟେ ହେଲା ଗଲେଟ୍ ଯେଉଁଟାକୁ ଆମେ ଅଗ୍ରଜିଭା ବୋଲି କହୁଛେ ଆଉ ହେଲା ଗ୍ଲୋଟିସ୍ ଯେଉଁଟାକି କ'ଣ ନା ଗୋଟେ ଭାଲ୍ଭ ଭଳିଆ କାମ କରେ। ଯେତେବେଳେ ଆମେ କ'ଣ ହୁଏ ବେଳେବେଳେ ଅନ୍ୟମନସ୍କରେ କ'ଣ ହୁଏ ନା ଆମ ମାଇଣ୍ଡ ସିଗ୍ନାଲ୍ ଦେବା ପାଇଁ ଭୁଲିଯାଏ। ଆମେ ଖାଇବା ସମୟରେ କୌଣସି ଅନ୍ୟ କଥା ଭାବୁଥାଉ ସେଇ ସମୟରେ କ'ଣ ହୁଏ ନା ଏଇ ଗ୍ଲୋଟିସ୍ କାମ କରିବା ବନ୍ଦ କରିଦିଏ ଯାହାଫଳରେ କ'ଣ ହୁଏ ନା ସିଏ ଷ୍ଟେ ହେଇକି ରହିଯାଏ ଆଉ ଖାଦ୍ୟଟି ଯେଉଁଟା ଆମେ ଖାଉଥାଏ କ'ଣ ହୁଏ ନା ସିଏ ଫୁଡ଼୍ ପାଇପ୍ ଦେଇକି ଯିବା ବଦଳରେ ପଳେଇ ଆସେ ସିଏ କେଉଁଠିକୁ ନା ଯେଉଁ ୱିଣ୍ଡ ପାଇପ୍କୁ ପଳେଇ ଆସେ। ଆଉ ସେତେବେଳେ କ'ଣ ହୁଏ ନା ତଳ ପଟରୁ ଆମର କ'ଣ ଡାଇଫାର୍ମ ବହୁତ ଜୋରରେ ପ୍ରେସର ଦିଏ ଆଉ ସେଇ ପ୍ରେସର ଫଳରେ କ'ଣ ହୁଏ ସେ ଖାଦ୍ୟ ଗୁଡ଼ିକ ବେଳେବେଳେ ନାକ ମୁହଁ ପାଟି ପଟରୁ ସବୁ ବାହାର କରିଦିଏ। ବେଳେବେଳେ ଅନ୍ୟମନସ୍କରେ ଏଭଳିଆ ହେଇଥାଏ।
तो ये थिला जो आम जान कौन ना फेरिंग्स जोटा थिला तार आम जान फेरिंग्स रो काम कौन थिला ताकू केमती केमती आम भाग कले तापर आसिले कौन ना आम जो श्वास नलिका जो ट्राकिया बोली कहचे जो श्वास नलिका आरंभ क्या पाखु रही तुमको कही लेरिंग्स पाखु जोटा आम भोकाल कॉर्ड बोली लेरिंग्स को आम एक्चुअली भोकाल कॉर्ड कहुए जोटा साउंड बॉक्स है जोटा आमको आम कहवाई जी आमको साहाଯ୍य करे बुझेगा पिले ताको आम कौन कहे श्वास नलिका नहीं आमर भोकाल कॉर्ड श्वास नली जोटा को ट्राकिया ठीक स्टार्ट है लेरिंग्स पर ठारू स्टार्ट है आउ सी कौन है ना तापर जाइकी क्या पाखे पहुँची ना ब्रंकाई जोटा को आम कहे ब्रंकाई पर ब्रंकियल्स तापर एलवीएल रे जाइकी एंड हो जाइए तो आपको जदि आम चित्रटा को ही देखा चित्र रे बेटर बुझी हम तो देख पुणी आउ थे से जिनटा को भलसे टी एक्सप्लेन कर दूसरी तुम मानू देख कौन है ना नासारंध्र देकी वायु गला नासारंध्र देकी जाइए नासारंध्र नस्टिल नस्टिल पर आसिक पहुँचला क्या पाखे नासा पथ नाजल पासेज तापर फेरिंग्स तापर है लेरिंग्स स्वरपेटिका जोटा को कहे तापर आसीगला ये आमर देखिले स्वरपेटिका ठीक ऊपर भाग में कौन थी ना गलेट आउ एपिग्लोटिस एपिग्लोटिसटा है क्लोज कर विंड पाइप को ट्राकिया जोटा को श्वासनली कहे श्वासनली पर तापर आसले कौन श्वास नलिका ये है ब्रंकाई आ जो छोट छोट सब नली देखुच एगुड़ा को कौन कहे आम ब्रंकियल्स ब्रंकियल्स आउ ये कटरिका भाया जिनस सब ये ब्रंकियल्स को लगिक रोचे जोटा को आम कौन कहे ना एलवीएल जो थे कौन जाइए मध्य छदा जोटा को आम कौन कहले ना डाइफ्रागम जोटा को कहे डाइफ्रागम है मध्य छदा तो ये थिला अंग अंगर केमती को पट देकी जाउची देख पिले ये आउ गोटे जिनस मुझे एड करने चाहिए देख जो आमर लंग्स बा जो फुसफुस रहा ये फुसफुस रे तुम देखिपार तो यू एतिकी गोटे भाग भाया देखा एठू गोटे भाग देखा ये गोटे भाग देखा ये किंतु कंप्लीट गोटे बड़ भाग देखापी पाइब तुम्हें आउ एठी गोटे तो ये जो भाग भाग सब है प्रत्येक भाग को आम लव कहे लव बुझीगला ये भाया जो आमर दक्षिण बा राइट फुसफुस जोटा को आम कहे राइट लंग्स आमर है 3 लव वाला है 3टी भाग जार अच्छी एवं जोटा बामटा लेफ्ट लेफ्ट लंग्सटा 2टी लव बा 2 भाग है देख तापर जो फुसफुस चारिपटे कौन है ना देख ये फुसफुस चारिपटे गोटे फुसफुस टा जोटा रही से एक्चुअली एटा को आम प्लूराल के गोटे प्लूराल केभिटी जोटा को कहे प्लूराल केभिटी है केमती देख आपको तुम इमेजिन कर यही सामना पटरे कौन है ना आसी देख जो स्केलेटन सिस्टम रे आम कौन देखी ना ये थी स्टर्नम ये थी जो सब रिब्स था रिब्स माने जाकि बैक साइड रे कहा सहित ना बैक बोन सहित कनेक्टेड ही था आ ये माने गोटे मिसिकी गोटे कौन करती ना गोटे केभिटी बा गोटे खाली स्थान गोटे तैयारी करती यही खाली स्थान रे कौन अच्छी ना ये जो थिबा फंका थिबा स्थान भितर कौन अच्छी ना लंग्स सब रही बुझीगला बैक साइड टाक आम आपको जदि आम गोटे चित्र माध्यम देखा ये केमती देखा देख ये तुम मैंने बुझीपर आपको आम कौन कहे ना जो मेरुदंड साइडटा जोटा रहा आपको आम कौन कहे ना डोर्साल साइड जो सामना पटरे जोटा स्टर्नम पर्सनटा रहा आपको आम कौन कहे ना वेंट्राल साइड आ जो साइड साइड रे जोटा रहा बा साइड व्यूटा आम कौन है ना लेटराल साइड एटा को आम कौन कहे ये साइडटा को आम कौन कहे ना लैटेराल साइड तो ये भाव में आम जानीपारे ये गोटे केभिटी तैयारी है से केभिटी को कौन कहले ना आम प्लूराल केभिटी प्लूरा केभिटी भी कही पारे प्लूराल नुह प्लूरा केभिटी प्लूराल केभिटी बा प्लूरा केभिटी बोली आम कहे जोड़ा फंका स्थान आउ ये जो फुसफुस को बा आमर लंग्स को
ଗୋଟେ ଝିଲି, ଗୋଟେ ପତଳା ଆସ୍ତରଣ ଗୋଟେ ଆବଦ୍ଧ କରିକି ରହିଥାଏ, ଯୋଉଟାକୁ ଆମେ କ'ଣ କହୁଛେ ନା ପ୍ଲୁରା ମେମ୍ବ୍ରେନ୍, ବା ଯେଉଁ ଝିଲିକୁ ଆମେ ସାଧାରଣତଃ ଇଂରାଜୀରେ ମେମ୍ବ୍ରେନ୍ ବୋଲି କୁହେ, ୟାକୁ ଆମେ ପ୍ଲୁରା ମେମ୍ବ୍ରେନ୍ ବୋଲି କହୁଛେ। ଆଉ ଏ ଯେଉଁ ଫୁସଫୁସ୍ ମଧ୍ୟରେ କ'ଣ ନା ଯେଉଁ ଚାପ ଯେଉଁଟା ରହିଛି କ'ଣ ନା ଯେଉଁ ଫୁସଫୁସ୍ ଭିତରେ ଆଉ ତାର ବାହାରେ, ଏଠି ଦେଖ ଗୃହ ଭିତରେ ଥିବା ଆବରଣ ଦୁଇଟିର ଏଇଠି ଦେଖ ଯେଉଁ ଚାପ, ପ୍ରାୟ ଯେଉଁ ବାୟୁମଣ୍ଡଳର ଚାପ ଆମେ କ'ଣ ଯାଇଛେ 760 mm ଅଫ୍ Hg, ଯେଉଁଟାକୁ ଆମେ କହୁଛେ କ'ଣ ଏଟମସ୍ଫିୟରିକ୍ ପ୍ରେସର। ଏଇ ଏଟମସ୍ଫିୟରିକ୍ ପ୍ରେସର ପାଖରୁ କ'ଣ ନା 3 କି 4 mm Hg କମ୍ ଥାଏ। ଦେଖ ଏଇ ଯେଉଁ ଏଟମସ୍ଫିୟରିକ୍ ପ୍ରେସର ଆମେ ଜାଣିଛେ କ'ଣ, ଗୋଟେ କଥା ଆମେ ଜାଣିଛେ ନା ଯେଉଁଠି ହାଇ ଡେନ୍ସିଟି ଟୁ ଲୋ ଡେନ୍ସିଟି ଫ୍ଲୋ ହେବ, କେତେବେଳେ ଫ୍ଲୋ ହେବ? ଆରେ ଯେତେବେଳେ ଏନଭାରମେଣ୍ଟରେ ଯେଉଁ ଅକ୍ସିଜେନର ଯେଉଁ ପ୍ରେସର ରହିଛି, ଯେଉଁ ଅକ୍ସିଜେନର ପ୍ରେସର ଲେଭେଲ ରହିଛି, ସେଇଟା ଯଦି ଫୁସଫୁସ୍ ପାଖରୁ କମ୍ ହେବ, ତାହେଲେ ସିନା ଯେଉଁ ଏୟାରଟା ଏଣ୍ଟର କରିବ ୟା ଭିତରକୁ। ଯଦି ୟାର ଯେଉଁ ପ୍ରେସର ଲେଭେଲଟା ସମାନ ରହିବ କିମ୍ବା ତାଠାରୁ କମ୍ ରହିବ, ତାହେଲେ କ'ଣ ଏନଭାରମେଣ୍ଟରୁ ସେଇ ଏୟାରଟା ଏଣ୍ଟର କରିପାରିବ କି? କରିପାରିବନି। ସୋ ଆମର କ'ଣ ନା ଯେଉଁ ଏହି ବାୟୁରୋଧୀ କୋଠରୀ ବା ଯେଉଁ କ୍ଲୋଜ୍ଡ ଯେଉଁ କେଭିଟି ରହିଛି, ତାର ଯେଉଁ ଏଟମସ୍ଫିୟରିକ୍ ପ୍ରେସରଟା 3-4 mm କମ୍, କାହା ପାଖରୁ ନା ଏଟମସ୍ଫିୟରିକ୍ ପ୍ରେସର ପାଖରୁ। ତ ବର୍ତ୍ତମାନ ଦେଖିବା କ'ଣ ନା ଲଙ୍ଗସ୍। ଏଇ ଯେଉଁ ଲଙ୍ଗସ୍ କଥା ବା ଫୁସଫୁସ୍ କଥା ଆମେ ବର୍ତ୍ତମାନ ଦେଖୁଛେ, ଏ ଫୁସଫୁସ୍ କ'ଣ ନା ଇଏ ହେଲା ଥୋରାସିକ୍ କେଭିଟି ମଧ୍ୟରେ ରହିଛି। ଥୋରାସିକ୍ ହେଲା ଛାତିର ଯେଉଁ ବକ୍ଷ ଗହ୍ୱର ବା ଥୋରାସିକ୍ କେଭିଟି ଆମେ ଯେଉଁଟା କହୁଛେ, ଇଏ ହେଲା କ'ଣ ନା ଦୁଇଟି ଦକ୍ଷିଣ ଓ ବାମ ଫୁସଫୁସ୍ ଆକାରରେ ରହିଛି, ଯାହାକୁ ଦେଖ ଯେଉଁ ଆମର କ'ଣ ନା ଯେଉଁ ରକ୍ତ ଯିବା ଆସିବା କରୁଛି କେମିତି, ଯେଉଁ ଫୁସଫୁସୀୟ ଧମନୀ, ପ୍ଲୁମୋନାରୀ ଆର୍ଟେରୀ ଆଉ ଭେନ୍ସ ଥ୍ରୋରେ, ହୃତ୍ପିଣ୍ଡରୁ ଅଙ୍ଗାରକାମ୍ଳ ଯୁକ୍ତ, ଯେଉଁଟା ମୁଁ ତୁମକୁ ଆଗରୁ ବୁଝେଇଲି, ୟା ଦେଇକି କ'ଣ ହେଉଛି ନା ରକ୍ତ କ'ଣ ହେଉଛି ନା ହୃତ୍ପିଣ୍ଡରୁ ଫୁସଫୁସ୍କୁ ଆସୁଛି, ଆଉ ଫୁସଫୁସ୍ରୁ ପୁଣି ଆଉ ଥରେ ହୃତ୍ପିଣ୍ଡକୁ ଯାଉଛି ବା ହାର୍ଟକୁ ଯାଉଛି। ଏଇଟା 3ଟା ପ୍ରୋସେସ୍ରେ ହେଇଥାଏ ପିଲେ। ଦେଖ ଏଇ ଯେଉଁ ଶ୍ୱାସକ୍ରିୟା ଯେଉଁଟାକୁ ଆମେ କ'ଣ କହୁଛେ ନା ରେସ୍ପିରେସନ୍, ଯେଉଁ ଶ୍ୱାସକ୍ରିୟାଟା ହେଉଛି ସେଇଟା 3ଟି ପ୍ରୋସେସ୍ରେ ହେଇଥାଏ, ଯେଉଁଟାକୁ ଆମେ କ'ଣ କହୁଛେ ନା ସମ୍ବାତନ, ବା ଯେଉଁଟାକୁ ଆମେ ଭେଣ୍ଟିଲେସନ୍ କ'ଣ କହୁଛେ ନା ଭେଣ୍ଟିଲେସନ୍। ଭେଣ୍ଟିଲେସନ୍, ଗ୍ୟାସ୍ ବିନିମୟ ଯେଉଁଟାକି ହେଲା ଗ୍ୟାସ୍ ଏକ୍ସଚେଞ୍ଜ, ଆଉ ହେଲା ଟ୍ରାନ୍ସପୋର୍ଟେସନ୍। ଭେଣ୍ଟିଲେସନ୍, ଗ୍ୟାସ୍ ଏକ୍ସଚେଞ୍ଜ, ଟ୍ରାନ୍ସପୋର୍ଟେସନ୍, ଏଇ 3ଟି ପ୍ରକ୍ରିୟାରେ ପୁରା କମ୍ପ୍ଲିଟ୍ ରେସ୍ପିରେସନ୍ଟା ହ୍ୟୁମାନ୍ ବଡ଼ିରେ କଣ୍ଡକ୍ଟ ହେଇଥାଏ। ତ ବର୍ତ୍ତମାନ ଦେଖିବା ଆମେ ଗୋଟେ ଭେଣ୍ଟିଲେସନ୍ କଥାରେ ଆମେ କ'ଣ ଏଠି ଦେଖିବା। ଦେଖ ଭେଣ୍ଟିଲେସନ୍ ଏଇ ଯେଉଁ ପ୍ରୋସେସ୍ଟା ହେଲା, ଏ ଭେଣ୍ଟିଲେସନ୍ଟାକୁ 2ଟା ପାର୍ଟରେ କରାଯାଇଛି ପୁଣି ହେଲା। ଯେଉଁ ଭେଣ୍ଟିଲେସନ୍ କ'ଣ ହେଲା ନା ଗୋଟେ ହେଲା ଇନ୍ସପିରେସନ୍, ଆଉ ଗୋଟେ ହେଲା ଏକ୍ସପିରେସନ୍। କ'ଣ କହିଲି ନା ଗୋଟେ ହେଲା ଇନ୍ସପିରେସନ୍ ଆଉ ଗୋଟେ ଏକ୍ସପିରେସନ୍। ଇନ୍ରୁ ଇନ୍ସପିରେସନ୍ ଆଉ ଏକ୍ଜିଟ୍ରୁ ଏକ୍ସପିରେସନ୍। ଦେଖ ଇନ୍ କରୁଛି ମାନେ ଏଇ କ୍ଷେତ୍ରରେ କ'ଣ ହେଉଛି ନା ବାୟୁମଣ୍ଡଳରେ ଥିବା ଯେଉଁ ବାୟୁଟା, ଭେଣ୍ଟିଲେସନ୍ର ଅର୍ଥାତ୍ କ'ଣ ନା ଯେଉଁ ବାୟୁର ଚଳାଚଳ ବା ଯେଉଁ ଏନଭାରମେଣ୍ଟରେ ଥିବା ଯେଉଁ ବାୟୁଟା ବା ଏୟାରଟା ଏଣ୍ଟର କରିବ କାହାକୁ ନା ହ୍ୟୁମାନ୍ ବଡ଼ି ଭିତରକୁ, ସାଧାରଣତଃ ଲଙ୍ଗସ୍ ଭିତରକୁ ପ୍ରବେଶ କରିବ। ତାପରେ ଏକ୍ସପିରେସନ୍ ମାନେ ହେଲା ଯେଉଁ ଶ୍ୱାସକ୍ରିୟା ପରେ ଆଉ ଗୋଟେ ପ୍ରୋସେସ୍, ସେ ଶ୍ୱାସକ୍ରିୟା ହେଲା ପରେ ସିଏ କ'ଣ ହେବ ନା ଯେଉଁଟା ଅନୱାଣ୍ଟେଡ୍ ଜିନିଷ ଥିବ ତାକୁ ବଡ଼ିରୁ ବାହାର କରି ଦିଆଯିବ, ସେଇଟାକୁ ହେଲା ଏକ୍ସପିରେସନ୍ କୁହାଗଲା।
तो बर्तमान डिटेल्स रे आमे देखिदेबा कोन ना देखो पिले एठी गोटे आसे गोटे शॉर्ट नोट भलिया पचारि परबा शॉर्ट क्वेश्चन गोटे अछि ना कोन ना तुमको पचारिबो जो ब्रीदिंग रेट पर मिनिट केते ह्यूमन रो ब्रीदिंग रेट होची 15 रु 20 टाइम्स पिला भूल कौन करती ये ब्रीदिंग रेट टाको से हार्टबीट रेट 72 टाइम्स मारिक आसती बट 72 टाइम्स से हार्टबीट हार्टा केते थर बीट करुची पर मिनिट रे से है हार्टबीट ये है ब्रीदिंग माने तमे निश्वास प्रश्वास जो नवा छाड़ा जोटा करुच सेटा केते थर करा दिस इज कॉल्ड ब्रीदिंग रेट है तो कन्फ्यूज होबनी तो ये थिला देख एठी जो तुमर देला से कथा ही से कही इंस्पिरेशन एक्सपिरेशन कथा कहला आउ मिनिट को 15 रु 20 थर आउ देख जो फुसफुस बक्ष गुहा मध्य थाए बक्ष गुहार एक फंपा पवन निरोधी कठरी यार आगपट जोटा कहली तुमको जोटा कि डिटेल कहली जोटा कि है डोर्साल साइड देख बिले एठी कौन देला ना जोटा कि तुमर जो वेंटिलेशन ये वेंटिलेशन टा गोटे है इंस्पिरेशन रे देखले आ गोटे एक्सपिरेशन ये इंस्पिरेशन क्षेत्र रे वर्तमान देख आम तो जानी जो लंग्स टा रहुची येटा सपोज एटा इमेजिन करो ये है लंग्स ये है ह्यूमन लंग्स भाव ये है लेफ्ट लंग्स ये है राइट लंग्स ये जो लेफ्ट लंग्स और राइट लंग्स रहिले एमाने कौन ना जो केविटी रे थांती एटा को हमें थोरासिक केविटी बोली कहूचे आ ई केविटी रो देखो ठीक ये जो सामना पटोटा ई फ्रंट पटोटा को हमें कौन कहले ना देखो ताको हमें कहले एठी पिक्चर देखले तो हम जानि परबो एटा हला मेरुदंड पोर्शन टा एटा को हमें कहूचे डोर्साल आकु कहूचे वेंट्राल आकु कहूचे लेटराल साइड लेटराल साइड ये हला वेंट्राल साइड तो ये भाव में भाग कर तो तुम सिंपली कौन ये मन रखार अच्छी ये जो प्रश्वास निश्वास कौन मन रखार अच्छी यही स्टेज रे जो मस्कुलार जो मोशन गुड़ा कौ प्रकार थाए साधारणतः ये देख अंत पंजरा मांसपेशी बा जोटा को आम कौन कहे जो लेटराल साइड रो जो लेटराल मसल्स रहा धर यहाँ धर पंजरा एटा को पंजरा को भाग करा जो ये लेटराल साइड रो जो मसल्स गुड़ा रहिले एमाने कौन करती ना संकोचन करती बा कंट्राक्ट हो जाती एमाने कौन करती ना एमाने कंट्रास्ट हो जाती बा जोटा को आम कौन कहते पिंजरा रे जो मांस गुड़ाक लगी रही था एमाने सिकुड़ी जाती बा कंट्रास्ट हो जाती जहाँफल कौन हुए आउ से समय कौन ना जो एब्डोमिनाल बा जोटा को उदरीय कहूचे आम है जो उदरीय जो मांसपेशी रहा सी कौन करे ये शिथिल थाए बुझीला पिले ये केमती थाए ना शिथिल थाए माने ये रिलैक्स कंडीशन रे थाए जहाँफल कौन हुए ना वायुटा प्रवेश करि जाए कहा भीतर को लंग्स भीतर को प्रवेश करिगला आ ठीक तार अपोजिट कौन ना यही क्षेत्र रे सब गुड़ा रिलैक्स हम बुझीला जो वायुटा बा एक्सपिरेशन होची जो बाहर को जाऊँगी सेते बेले तुमर जो एब्डोमिनाल कैविटी रे थिबा मसल्स ता सहित डोर्साल साइड रे थिबा जो डोर्साल कहूँ तुमर जो पंजरार जो लेटराल साइड रो जो मसल्स माने भी थांती से माने भी सब कौन रिलैक्स कंडीशन रे थांती जहाँफल कौन हुए ना एयरटा ऑटोमेटिक से एनवायरनमेंट को एग्जिट हो जाए बुझेला पिले तो ये है प्रश्वास आउ निश्वास प्रश्वास नवा निश्वास है छाड़ा तो थिला बेले जो कंडीशन देख यहाँ है प्रश्वास बेले मध्य छदा केमती अच्छी है ये पंजरा ये वायु प्रवेश ये देख सी फास्ट कौन हो वायुटा प्रवेश कला
ଏଇଠି ସେକେଣ୍ଡଲି ସେ କ'ଣ ହେଲା ବାୟୁଟା ବାହାରକୁ ବାହାରି ଗଲା। ଦେଖ ପିଲେ ଏଇଠି ଗୋଟେ ଜିନିଷ କ'ଣ ନା ଯେଉଁ ବାୟୁଟା ଏନଭାଇରନମେଣ୍ଟରେ ଆମର ରହିଛି, ଏଇଠି ଦେଖ ଗୋଟେ ପିକ୍ଚର ମୁଁ ବନାଉଛି, ତାକୁ ଦେଖିକି ବି ତମେ ମାନେ ଜିନିଷଟାକୁ ଟିକେ ଅବଜର୍ଭ କର। ସପୋଜ ଏଇଟା ହେଲା ଲଙ୍ଗସ୍। ବାୟୁମଣ୍ଡଳରେ ଆମେ ଜାଣିଛେ ଯେଉଁ ନାଇଟ୍ରୋଜେନ୍ ରହିଛି 78%, O2 ଅକ୍ସିଜେନ୍ ସିଏ ରହିଛି 21%, ଆଉ ଅଦର ଗ୍ୟାସେସ୍ CO2 ଗୋଟେ ରହିଛି 0.004%, ଆଉ ଅନ୍ୟାନ୍ୟ ଗ୍ୟାସ୍ ମଧ୍ୟ ସବୁ ରହିଛନ୍ତି ଏଠି। ତ ଦେଖ ଯେତେବେଳେ ଲଙ୍ଗସରେ ରେସ୍ପିରେସନ୍ ଚାଲିଥାଏ ଆମର ଦରକାର କ'ଣ ଅକ୍ସିଜେନ୍, କିନ୍ତୁ ତା ବଦଳରେ ବି ଆମେ ବହୁତ ସାରା ବାୟୁକୁ କ'ଣ କରୁଥାଉ ନା ଆମର ଲଙ୍ଗସ୍ ଭିତରକୁ ନେଇଯାଇଥାଉ। ସେଇ ବାୟୁମାନଙ୍କ ମଧ୍ୟରୁ କ'ଣ ହେବ ନା ନାଇଟ୍ରୋଜେନ୍ ଏଜ୍ ୟୁଜୁଆଲ୍ 78% ରିଲିଜ୍ ହେଇଯିବ, କିନ୍ତୁ ଅକ୍ସିଜେନ୍ ଯେଉଁ ଯାଇଥିଲା 21 ସିଏ ରିଲିଜ୍ ହେଲା ବେଳେ 16 ରିଲିଜ୍ ହେବ O2, ତାମାନେ ବ୍ୟବହାର ହେଇଗଲା କେତେ ନା -5, ତାମାନେ ୟୁଜ୍ ହେଇଗଲା ଏଇଟା ଆମର। ଦେନ୍ 0.004 ଯାଇଥିଲା CO2, କିନ୍ତୁ ଯେତେବେଳେ ରିଲିଜ୍ ହେବ ସେତେବେଳେ ହେବ 4% ବା 4 CO2 ରିଲିଜ୍ ହେବ, ତାମାନେ ଇଏ ହେବ କ'ଣ ପ୍ଲସ୍ ହେଇଯିବ କ'ଣ ନା 3.96, ଇଏ ହେଇଗଲା ପ୍ଲସ୍, ମାନେ ଆମର ରେସ୍ପିରେସନ୍ ସରିଲା ପରେ ତାର ପ୍ରଡ଼କ୍ଟ ହିସାବରେ କ'ଣ ATP ବାହାରେ, ଆଉ ଜଳ ବାହାରେ, ଆଉ ଏନର୍ଜି ମଧ୍ୟ ରିଲିଜ୍ ହୁଏ, ତା ସହିତ କ'ଣ ନା CO2 ମଧ୍ୟ ବାହାରିଥାଏ। ତ ସେଇ CO2ଟା ଏଇଟା ଆମେ ଦେଖୁଛେ ଏଠି ହେଲା। ତ ଦେଖ ଇଏ ଥିଲା କ'ଣ ନା କେଉଁ ଭଳିଆ ଭାବରେ କ'ଣ ହେଲା ନା ଯେଉଁ ଗ୍ୟାସ୍ଟା ବଡ଼ିକୁ ଏଣ୍ଟର କଲା, ଯେଉଁଟା ଆମେ ତିନିଟା ଦେଖିଥିଲେ ପ୍ରୋସେସ୍ ଦେଖିଥିଲେ କ'ଣ ନା ଗୋଟେ ଭେଣ୍ଟିଲେସନ୍ ଦେଖିଥିଲେ, ଭେଣ୍ଟିଲେସନ୍ରେ ପୁଣି ଦୁଇଟା ଦେଖିଲେ, ଗୋଟେ ଇନ୍ସପିରେସନ୍ ଗୋଟେ ଏକ୍ସପିରେସନ୍, ଦେନ୍ କ'ଣ ନା ଯେଉଁ ଗ୍ୟାସିୟସ୍ ଏକ୍ସଚେଞ୍ଜ ଆମେ ଦେଖିଲେ, ଯେଉଁ ଆମେ ତା ପୂର୍ବରୁ ଦେଖିଲେ ଏଲଭିଏଲିରେ କେମିତି କ'ଣ ହେଉଛି, କେମିତି ଗ୍ୟାସିୟସ୍ ଏକ୍ସଚେଞ୍ଜ ହେଉଛି, ଯେଉଁ କ୍ୟାପିଲାରିଜ୍ ଥ୍ରୋରେ କ'ଣ ହେଉଛି Hg ବା ହିମୋଗ୍ଲୋବିନ୍। ଗ୍ୟାସିୟସ୍ ଏକ୍ସଚେଞ୍ଜରେ ଏଇଠି ଦେଖ ନା ଯେଉଁ ଏଠି ରହିଲା ଯେଉଁ ଏଲଭିଓଲି ସବୁ ରହିଛନ୍ତି, ସେ ଏଲଭିଓଲି ପାଖରୁ କ'ଣ ହୁଏ ନା କିଏ ନେଇକି ଯାଏ Hg ବା ହିମୋଗ୍ଲୋବିନ୍ ଯେଉଁଟାକୁ ଆମେ କହୁଛେ, ସିଏ କ'ଣ କରେ ନା O2କୁ ନେଇକି ଯାଏ। ଏଇଠି ଗୋଟେ କ୍ୱେଶ୍ଚନ୍ ଆସେ ପ୍ରାୟତଃ ଯେଉଁ OTET କିମ୍ବା CTETରେ ଦେଖିବ କ୍ୱେଶ୍ଚନ୍ ଆସେ, ଯେଉଁ ହିମୋଗ୍ଲୋବିନ୍ର ପସନ୍ଦ ବା ଯଦି ସିଏ କୌଣସି ଏୟାର ବା କେଉଁ ପ୍ରକାରର ଏୟାରକୁ ସିଏ ବେଶୀ ପସନ୍ଦ କରେ, ସେଇଟା ହେଲା CO କାର୍ବନ ମୋନୋକ୍ସାଇଡ୍। ଯଦି ସେଇ କ୍ଷେତ୍ରରେ ଯେଉଁ ଆମେ ରୁମ୍ରେ ଯେଉଁ ନିଆଁ ଜଳୁ କିମ୍ବା ଧୂଆଁ ଜଳୁ ଦେଖିଥିବ, ଯେଉଁ ଗୋଟେ ଗ୍ୟାସ୍ ଟ୍ରାଜେଡ଼ିରେ ବହୁତ ଲୋକ ମରିଯାଆନ୍ତି, ତାର ମୁଖ୍ୟ ରିଜନ୍ ହେଲା କ'ଣ ନା ଏଇ ଯେଉଁ CO କାର୍ବନ ମୋନୋକ୍ସାଇଡ୍, ଇଏ ବହୁତ ଗୋଟେ ମାରାତ୍ମକ ଗ୍ୟାସ୍। ଇଏ କ'ଣ କରେ ନା ଯେତେବେଳେ ହିମୋଗ୍ଲୋବିନ୍ କଣ୍ଟାକ୍ଟରେ ଆସେ, ହିମୋଗ୍ଲୋବିନ୍ ଅକ୍ସିଜେନ୍କୁ ଛାଡ଼ି ଦେଇକି ସିଏ ଆକୁ ନେଇକି ପଳାଏ, ଆଉ ସେଲ୍ ପାଖରେ ନେଇକି ପହଞ୍ଚାଇ ଦିଏ, ଯାହାଫଳରେ କ'ଣ ନା ସେଲ୍ରେ ଆଉ ଯେଉଁ ରେସ୍ପିରେସନ୍ ହେଇପାରେ ନାହିଁ, ଫଳରେ ସେ ଲୋକଟି ମୃତ୍ୟୁବରଣ କରେ ବା ଡେଡ୍ ହେଇଯାଏ। ଇଏ ଥିଲା ହ୍ୟୁମାନ୍ କଣ୍ଡିସନରେ କେମିତି ଏଣ୍ଟର କରୁଛି, ଆଉ ପ୍ଲାଣ୍ଟ କ୍ଷେତ୍ରରେ କେମିତି ଅକ୍ସିଜେନ୍ ଯାଇକି ପହଞ୍ଚୁଛି, ଆଉ ଯେଉଁ ହ୍ୟୁମାନ୍ ରେସ୍ପିରେଟରୀ ଅର୍ଗାନ୍ସ ମାନଙ୍କ ବିଷୟରେ ସବୁ ଆମେ ଜାଣିଲେ, କେମିତି ଯାଉଛି ଆଉ କେତେଟା ପ୍ରୋସେସ୍ ରହିଛି ତା ଭିତରେ, ସେଇ ବିଷୟରେ ଆମେ ଜାଣିଲେ। ଭେଣ୍ଟିଲେସନ୍ କ'ଣ ଜାଣିଲେ, ଆଉ ଯେଉଁ ଭେଣ୍ଟିଲେସନ୍ର ଦୁଇଟା ପ୍ରୋସେସ୍ ବିଷୟରେ ଜାଣିଲେ, ଆଉ ଯେଉଁଟାକି ଜାଣିଲେ ମୁଖ୍ୟ କାମ ଏଠି କାହାର ନା ଡାଇଫ୍ରାଗମ୍ ଯେଉଁଟା କହୁଛେ ଆମେ ମଧ୍ୟଛଦା, এই ମଧ୍ୟଛଦା ବକ୍ଷ ଗହ୍ୱର କଥା ବି ଆମେ ଜାଣିଲେ, କେମିତି ପୁରା ଡିଟେଲ୍ସ ଜିନିଷ ଗୁଡ଼ାକୁ ଆମେ ଦେଖିଦେଲେ। ୟାପରେ କ'ଣ ନା ୟାପରେ ନେକ୍ସଟ ଭିଡ଼ିଓରେ ଆମର କ'ଣ ରହିବ ନା କେଉଁ ଭଳି ଭାବରେ ଆମେ କ'ଣ କରିବା ନା ଯେଉଁ ରହିଲା ଯେଉଁ ଗ୍ୟାସ୍ ତ ଏବେ ଯାଇକି ପହଞ୍ଚିଗଲା ହିମୋଗ୍ଲୋବିନ୍ ପାଖରେ ପହଞ୍ଚିଗଲା, ସେ ହିମୋଗ୍ଲୋବିନ୍ ନେଇକି କ'ଣ ନା ସେଲ୍ ପାଖରେ ପହଞ୍ଚିବ, ଆଉ ତାର ସେଲ୍ ପାଖରେ ଯେଉଁ ଫର୍ଦର ପ୍ରୋସେସ୍ ଆମର ରହିଲା କେଉଁ ଭଳି ଭାବରେ ସେଠି କ'ଣ ଚାଲିଛି, ଯେଉଁ ସେଲୁଲାର ରେସ୍ପିରେସନ୍ଟାକୁ ଆମେ ବ୍ରିଫଲି ଦେଖିବା, ଆଉ ଯାହା ରହିଲା ତା ବିଷୟରେ ସେଠି ଆମେ ଆଲୋଚନା କରିଦେବା। ସୋ ଆଜିର ଭିଡ଼ିଓଟି ଏଇଠି ରଖିବା। ଯଦି ଆ ରିଗାର୍ଡ଼ିଂ ଯାହା ବି କ୍ୱାରିଜ୍ ଥାଏ ମୋତେ କମେଣ୍ଟରେ
ନିଶ୍ଚୟ କମେଣ୍ଟ କରିକି ଜଣେଇବେ।